मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। क्रियायोग परंपरार समस्त गुरुमानक मु प्रणाम करुचे। विश्वर प्रत्येक संप्रदायर गुरुमानक मु प्रणाम करुचे। उपस्थित भगवत स्वरूपगण सबुरी भितर जगन्नाथ को उपलब्धि करी मु प्रणाम करुचे। गत एपिसोड आम कही क्रियमाणु सबकिछि सृष्टि हुए बा क्रियमाण उपरे ये जीवनटा निर्भर करे। क्रियमाण उपरे सबकिछि जे पर्यंत आमे से परमात्मा परम ब्रह्म को सहित मिलन न होइछे से पर्यंत क्रियमाण उपरे सबकिछि निर्भर करे। आज आमे जो दुख भोगुचे कि सुख भोगुचे कि शांति और आनंद भोगुचे सबकिछि निर्भर करिचे बा करुचे से क्रियमाण उपरे। किंतु आमर सेतिकी सचेतनता नहीं बा चेतना नहीं कॉन्शसनेस नहीं। आमे जो कर्म करुचे से कर्म को आमे केवल भोग करिबा। से कर्मर फल को मोर परिवार लोक केही किछि भोग करिवे नहीं। पुणी मनरे प्रश्न उठे हाँ निश्चिंत भोग करेंगे किछि किछि भोग करेंगे। देखंतु जो लोक आज दुर्नीति करिछि बा करप्शन करुछि असत उपाय अर्थ उपार्जन करुछि बा अहंकार अज्ञानतारे जो कर्म से करुचे से तो निश्चिंत भोगिब। तार परिवार लोक ता स्त्री तार पुओ झियो बाप माँ किछि किछि भोग करते। देखंतु परिवार जने मुख्य व्यक्ति जे करुचे से गोटे जटिल रोगरे पड़ीगला से भली सांघातिक सिवियर डिजीज रे पड़िला। समस्ते निश्चिंत कौन हेबे ना से कर्मफल सहित जड़ित किछि किछि थबारु सामान्य टिके टिके समस्त दुख जंत्रणा कष्ट भोग करिया पड़े। गोटे लोकर कौनसी एक्सीडेंट हो गला सबु तो कर्मर फल ना। ता सहित ता परिवार लोक निश्चिंत भाव किछि ना किछि दुख जंत्रणा कष्ट भोग करते। एमती एग्जांपल देले अनेक एग्जांपल आसीबो। तेणु समस्ते निजर कर्म उपरे सचेतनता रहिबाटा दरकार बा चेतना रखिबाटा दरकार। आमे जेतेबेले कर्म करूचे प्राय अहंकार आ अज्ञानतारू समस्त कर्म आमे करूचे
ମନରେ ପ୍ରଶ୍ନ ଉଠିବ, ଆମେ କ'ଣ ସତରେ ଚେତନାରେ କର୍ମ କରୁନେ? ନା। ଯେତେବେଳେ ବ୍ୟକ୍ତି ଅହଙ୍କାରରେ କର୍ମ କରୁଛି ତାର ଚେତନା ରହିବ ନାହିଁ। ଯେତେବେଳେ ସମସ୍ତ କର୍ମ ଭଗବାନ ମୋ ଭିତରେ ରହି କରୁଛନ୍ତି, କରାଉଛନ୍ତି, ଆପଣ ଭିତରେ ଯଦି ଏଇ ଭାବଟା ଆସିଲା ତାହେଲେ ଆପଣଙ୍କ ଭିତରେ ଚେତନା ଅଛି ବୋଲି ଆପଣ ଜାଣିବେ। ଯଦି ସବୁବେଳେ ଅନୁଭବ କରୁଛନ୍ତି ମୁଁ ଖାଉଛି, ମୁଁ ଯାଉଛି, ମୁଁ ଶୋଉଛି, ମୁଁ ପାଠ ପଢ଼ୁଛି, ମୁଁ ଚାକିରି କରିଛି, ମୁଁ ବ୍ୟବସାୟ କରିଛି, ମୁଁ ଭଜନ କୀର୍ତ୍ତନ କରୁଛି, ମୁଁ ସତ୍ସଙ୍ଗ କରୁଛି, ମୁଁ ଗୀତ ବୋଲୁଛି, ସଂସାରରେ ତ ଅନେକ କର୍ମ, ଗୋଟିଏ କର୍ମ ନୁହେଁ, କର୍ମରେ ପରିପୂର୍ଣ୍ଣ এই ସଂସାରଟା। କିନ୍ତୁ ସେଇ କର୍ମ ପ୍ରତି ସଚେତନତା ବା ଚେତନା କାହାର ନାହିଁ। ଭଗବାନ କୌଣସି ଜାଗାରେ କର୍ମତ୍ୟାଗ କରିବାକୁ କାହାକୁ କହିନାହାନ୍ତି। ଭଗବତ ଗୀତା ପାଠ କରନ୍ତୁ, ଭାଗବତ ପାଠ କରନ୍ତୁ, ବେଦାନ୍ତ ଉପନିଷଦ ପଢ଼ିପାରିବେ ନାହିଁ, ପଢ଼ିପାରିବେ ନାହିଁ। ସେଥିପାଇଁ ସମୟ ଦରକାର, ସେଥିପାଇଁ ସଂସ୍କୃତ ଜ୍ଞାନ, ସାଂସ୍କ୍ରିଟ ନଲେଜ ମଧ୍ୟ ଦରକାର। ବର୍ତ୍ତମାନ ଏଭଳି ସମୟ ସାରା ବିଶ୍ୱ ପାଇଁ ହେଇଛି, ସମସ୍ତଙ୍କର ମାନସିକତାର ଗୋଟେ ଏଭଳି ପରିବର୍ତ୍ତନ ହେଇଛି, ସବୁ କାମ ପାଇଁ ଯେଉଁଥିରେ ସେ ଲାଭବାନ ହେବ, ଯେଉଁଥିରେ ଅର୍ଥୋପାର୍ଜନ ହେବ, ଯେଉଁଥିରେ ସମ୍ମାନ ଆଉ ପ୍ରତିଷ୍ଠା ମିଳିବ, ସେଥିପାଇଁ ଯଥେଷ୍ଟ ସମୟ ଅଛି। କିନ୍ତୁ ସେଲ୍ଫ ରିଏଲାଇଜେସନ୍ ପାଇଁ ବା ଆତ୍ମୋପଲବ୍ଧି ପାଇଁ ବା ଆତ୍ମଜ୍ଞାନ ପ୍ରାପ୍ତି ପାଇଁ ବା ଭଗବତ ଦର୍ଶନ ଉପଲବ୍ଧି ପାଇଁ, ଯେଉଁଥିପାଇଁ ଏଇ ଭଗବାନଙ୍କ ସୃଷ୍ଟିକୁ ଆସିଥିଲା, ସେଥିପାଇଁ ଆଦୌ ସମୟ ନାହିଁ। କହିଲେ ମଧ୍ୟ ସେ ବୁଝିପାରୁନାହିଁ, କହିଲେ ମଧ୍ୟ ସେ ଶୁଣିପାରୁନାହିଁ। ଆଗ ତ ଶୁଣିବା ନା, ସେ ଶୁଣିପାରୁନାହିଁ। ଯେତେବେଳେ ଜଗତସିଂହପୁର କ୍ରିୟାଯୋଗ ଆଶ୍ରମରେ ସତ୍ସଙ୍ଗ ହେଉଥିଲା, ଜଣେ ଆମର ଗୁରୁ ଭାଇ ଥିଲେ, ବହୁତ ଲୋକ ସତ୍ସଙ୍ଗରେ ହେଉଥିଲେ। ସେ କହିଥିଲେ, ଆପଣ ଯେଉଁ ସୁନ୍ଦର କଥା ସବୁ ଉପସ୍ଥାପନା କରୁଛନ୍ତି, ତାକୁ କ'ଣ କିଏ ଶୁଣିପାରୁଛନ୍ତି? ଶୁଣିଲା ପରେ ତାକୁ କ'ଣ ସେ ଚିନ୍ତନ କରୁଛନ୍ତି? ଚିନ୍ତନ ପରେ ତାକୁ କ'ଣ ୱାର୍କଆଉଟ୍ କରୁଛନ୍ତି? ଯାହାକୁ ଶାସ୍ତ୍ରରେ କୁହାଯାଇଛି ଶ୍ରବଣଂ ଚିନ୍ତନଂ ନିଦିଧ୍ୟାସନ। ଶ୍ରବଣ କରିବ, ଚିନ୍ତନ କରିବ, ନିଦିଧ୍ୟାସନ କରିବ, ଅର୍ଥାତ୍ ଅଭ୍ୟାସ କରିବ। ଯାହା ଶୁଣିଲ ତାକୁ ଭଲ ଭାବରେ ଶୁଣିବ। ଯଦି 10ଟା ଇନ୍ଦ୍ରିୟ, ମନ ଗୋଟିଏ, ସମୁଦାୟ 11 ଇନ୍ଦ୍ରିୟ, 6ଟି ଜ୍ଞାନେନ୍ଦ୍ରିୟ, 5ଟି କର୍ମେନ୍ଦ୍ରିୟ ଆପଣମାନେ ଜାଣିଛନ୍ତି। ସବୁ କାମ ଏକୁଟିଆ ଏ ମନ କରିଦେଇପାରେ, ଏତେ ପାୱାରଫୁଲ ଏ ମନ। ସବୁକିଛି ନିର୍ଭର କରେ, ଏ କ୍ରିୟମାଣଟା ସବୁକିଛି ମନ ଉପରେ। ତେଣୁ ସବୁ କାମ ମନ କରିଦେଇପାରେ। ଯଦି ଆପଣ କଥା ସହିତ, କଥା କାନ ଦ୍ୱାରା ଶୁଣୁଛନ୍ତି, କାନ ସହିତ ମନର ସଂଯୋଗ ହେବାରୁ ଆପଣ ଶୁଣୁଛନ୍ତି। ଯେତେବେଳେ ମନଟା କାନଠାରୁ ୱିଡ୍ର ହେଇଯିବ, ପ୍ରତ୍ୟାହାର ହେଇଯିବ, ଆପଣ ବସିଥିବେ, ଅଲଗା ଥଟ୍ସ ଆପଣ ଭିତରେ ଆସୁଥିବ, ଆପଣ କଥାକୁ ଶୁଣିପାରିବେନି। ଯେତେକ ବ୍ୟକ୍ତି ବସିଛନ୍ତି ସମସ୍ତେ ସଠିକ ଭାବରେ ଶୁଣିପାରନ୍ତି ନାହିଁ, ଏବଂ ଯେତିକ ଶୁଣନ୍ତି
ତାକୁ ଚିନ୍ତନ ବହୁତ କମ୍ ଲୋକ କରନ୍ତି। ମୁଁ ଆଜି ଯାହା ସତ୍ସଙ୍ଗରୁ ଶୁଣିଲି ବା ଗୁରୁଙ୍କ ପାଖରୁ ଶୁଣିଲି ବା ସାଧୁସନ୍ଥ ମହାତ୍ମା ପାଖରୁ ଯାହା ମୁଁ ଶୁଣିଲି ତାକୁ ବସି ଭାବିବା, ତାକୁ ବସି ଚିନ୍ତା କରିବା, ଚିନ୍ତନ କରିବା। ସେ କ'ଣ କହୁଥିଲେ? ଏ ଦୁନିଆରେ ଦୁଇଟି କଥା, ଗୋଟେ ହେଉଛି ସତ୍ ଆଉ ଗୋଟେ ହେଉଛି ଅସତ୍। ବା ଈଶ୍ୱର ସତ୍ୟ ଜଗତ ମିଥ୍ୟା ବା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଗୋଟେ ସତ୍ ଗୋଟେ ଅସତ୍। ସେ କ'ଣ କହୁଥିଲେ? ସତ୍ ପାଇଁ ଜୀବନଯାପନ କରିବାକୁ କହୁଥିଲେ ନା ଅସତ୍ ପାଇଁ ଜୀବନଯାପନ କରିବା ପାଇଁ କହୁଥିଲେ? ସତରେ ଜୀବନଯାପନ କଲେ ମୋତେ କ'ଣ ମିଳିବ? ଅସତରେ ଜୀବନଯାପନ କଲେ ମୋତେ କ'ଣ ପ୍ରାପ୍ତି ହେବ? ସେ କହୁଥିଲେ ଆପଣ ଯାହା ଶୁଣୁଛନ୍ତି ବା ଯାହା କହୁଛନ୍ତି ତାକୁ ସମସ୍ତେ ଠିକ୍ ଭାବରେ ଶୁଣିପାରୁନାହାନ୍ତି। ଆମକୁ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା। ଏତେ ପରିଶ୍ରମ କରି ଆମେ ସତ୍ସଙ୍ଗର ଆୟୋଜନ କରୁଛୁ, ତାର ମୂଳରେ ଗୋଟିଏ କାରଣ, ଯଶ ସମ୍ମାନ ପ୍ରତିଷ୍ଠା ନାହିଁ। ତାର ମୂଳରେ ଗୋଟିଏ କାରଣ ହେଉଛି ସମସ୍ତଙ୍କ ଭିତରେ ଭଗବତ ଚେତନା ଜାଗ୍ରତ ହଉ, ସମସ୍ତେ ଆତ୍ମଜ୍ଞାନର ଅଧିକାରୀ ହୁଅନ୍ତୁ, ସମସ୍ତଙ୍କ ଭିତରେ ମୁଁ ମୋର ଭାବ କେମିତି ଚାଲିଯାଉ, ଆଉ ସମସ୍ତେ ନିଜର ସ୍ୱରୂପକୁ ଉପଲବ୍ଧି କରନ୍ତୁ। ସ୍ୱରୂପ ଅର୍ଥ ଆମେ ଯେଉଁ ରୂପଟା ଦେଖୁଛେ ଏଇଟା ସ୍ଥୂଳ ଶରୀର। ସ୍ଥୂଳ ଶରୀରଟା କ୍ରିୟାଶୀଳ ହେଉଛି ବା ସୂକ୍ଷ୍ମ ଶରୀରଟା କ୍ରିୟାଶୀଳ ହେଉଛି ବା କାରଣ ଶରୀରଟା କ୍ରିୟାଶୀଳ ହେଉଛି ଆତ୍ମାର ସ୍ଥିତି ଯୋଗୁଁ। ଯଦି ଶରୀର ଭିତରେ ଆତ୍ମା ନ ରହିବ ତାହେଲେ ତିନୋଟି ଶରୀର କେତେବେଳେ କ୍ରିୟାଶୀଳ ହେବ ନାହିଁ। କିନ୍ତୁ ଆମର ଅହଙ୍କାର ଆଉ ଅଜ୍ଞାନତାରୁ ଆମେ ଆମର ସ୍ୱରୂପ ଜ୍ଞାନ ପ୍ରାପ୍ତି ହେଉନି, ଯାହାକୁ ପାତଞ୍ଜଳି କହିଛନ୍ତି କ'ଣ ନା ଅବିଦ୍ୟା। ଅବିଦ୍ୟା ଅସ୍ମିତା ରାଗ ଦେଶାଭିନିବେଶ ପଞ୍ଚ କ୍ଲେଶା। ମଣିଷ ତା କ୍ରିୟମାନରୁ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗୁଛି, ତାର କ୍ରିୟମାନରୁ ସୁଖ ଶାନ୍ତି ଆନନ୍ଦ ପ୍ରେମ ମଧ୍ୟ ସେ ଭୋଗ କରୁଛି। ସବୁକିଛି ନିର୍ଭର କରୁଛି କ୍ରିୟମାଣ ଉପରେ। ଯଦି କ୍ରିୟମାନଟାକୁ ଆମେ ଚେତନାରେ କରିବା ତାହେଲେ ଆମକୁ ଦୁଃଖ ଯନ୍ତ୍ରଣା କଷ୍ଟ ପ୍ରାପ୍ତି ହେବ ନାହିଁ। ଯିଏ ଯେକୌଣସି କର୍ମ କରୁ ସେଥିରେ ଯାଏ ଆସେ ନାହିଁ। ଶାସ୍ତ୍ରରେ ପ୍ରମାଣ ଅଛି, ଯିଏ ଯେକୌଣସି କର୍ମ କରୁ ତାକୁ ଦୁଃଖ ଯନ୍ତ୍ରଣା କଷ୍ଟ ମିଳିବନି। ଆପଣ ଭାବିବେ କ'ଣ ମାଛ ବିକ୍ରି କଲେ ହବ? ଜୋତା ପଲିସ କଲେ ହବ? ମାଂସ ବିକ୍ରି କଲେ ହବ? ଝାଡ଼ୁ ମାରିଲେ କ'ଣ ହବ? କାରଣ ପ୍ରତ୍ୟେକ କର୍ମ ହେଉଛି ଭଗବତ କର୍ମ, ଅର୍ଥାତ୍ ଭଗବାନ ପ୍ରତ୍ୟେକ କର୍ମକୁ ସୃଷ୍ଟି କରିଛନ୍ତି। କେଉଁ କର୍ମଟା ଈଶ୍ୱରଙ୍କର ନୁହେଁ? ଈଶ୍ୱରଙ୍କ ବିନା ଏ ସୃଷ୍ଟିରେ କାହାର ସ୍ଥିତି ଅଛି? ଭଗବାନ ଅଛନ୍ତି, ସୃଷ୍ଟି ରହିଛି। ଭଗବାନ ନାହାନ୍ତି, ସୃଷ୍ଟି ନାହିଁ। କିନ୍ତୁ ଆମର ବୋଧ ହେଉନି ଏ କଥା। ଅନେକ ଲୋକ ସବୁ କିଛି ଶୁଣିଛନ୍ତି, ଭଲ କି ଶୁଣି ନାହାନ୍ତି, ଚିନ୍ତନ କରିନାହାନ୍ତି। ଚିନ୍ତନ ପରେ ବ୍ୟକ୍ତି ଚାହେଁ ମୁଁ ଅଭ୍ୟାସ କରିବି ଏ ଅବସ୍ଥା ମାନସିକ ସ୍ତରରେ ମୋର ଆସିବା ପାଇଁ, ଯାହାକୁ ନିଧିଧ୍ୟାସନ କୁହାଯାଏ। ଶ୍ରବଣ ଚିନ୍ତନ ନିଧିଧ୍ୟାସନ। ଆଗ ସେ ଠିକ୍ ସେ ଶୁଣୁଛି କି ନ ଶୁଣୁଛି, ତାପରେ ଚିନ୍ତନ
କି କେତେ ପରସେଣ୍ଟ ଶୁଣିପାରିଛି, କେତେ ପରସେଣ୍ଟ ଚିନ୍ତନ କରିପାରୁଛି। ସେଥିଲାଗି କୁହାଏ ବିଚାରଟା ସବୁକିଛି। ଜ୍ଞାନ ଯୋଗ ଦ୍ୱାରା, କର୍ମ ଯୋଗ ଦ୍ୱାରା, ଭକ୍ତି ଯୋଗ ଦ୍ୱାରା ବ୍ୟକ୍ତି ଶାନ୍ତି ଆଉ ଆନନ୍ଦ ପ୍ରେମର ଅଧିକାରୀ ହୁଏ। ତେଣୁ ପ୍ରତ୍ୟେକ କର୍ମକୁ ଯଦି ଦେହବୋଧରେ ନ କରି ଆତ୍ମବୋଧରେ କରିବେ, ଅର୍ଥାତ୍ ସବୁ କାମ ହେ ଭଗବାନ ତୁମେ କରୁଛ, କରାଉଛ, ଈଶ୍ୱର ନାହାନ୍ତି ତ କୌଣସି କର୍ମ ନାହିଁ। ତାକୁ ବୁଝିବାକୁ ଗଲେ ଆପଣ କେବେ ଆପଣଙ୍କର ଶ୍ୱାସ ପ୍ରଶ୍ୱାସଟା ନେଇନାହାନ୍ତି କି ଛାଡ଼ି ନାହାନ୍ତି। ଯେଉଁ ଲୋକ ଭିତରେ ଶ୍ୱାସ ପ୍ରଶ୍ୱାସ ନାହିଁ ସେ କ'ଣ କେବେ କିଛି କର୍ମ କରେ? ମଲା ଲୋକ କ'ଣ କିଛି କରିପାରେ? ମଲା ଲୋକ ତ ଦୁର୍ଗନ୍ଧ ସାଥି ସାଥି ପଚିଯିବ, ସଡ଼ିଯିବ। ତାକୁ ମୁର୍ଦାର କହିବେ, ଲାଶ କହିବେ। ତାକୁ ଯେତେ ଶୀଘ୍ର ପୋଡ଼ି ପକାଅ, ନହେଲେ ପୋତି ପକାଅ, ନହେଲେ ପାଣିରେ ଫିଙ୍ଗି ଦିଅ। ସାଧାରଣତଃ ହିନ୍ଦୁମାନେ କ'ଣ କରନ୍ତି? ପ୍ରତ୍ୟେକ ଶରୀରକୁ ପୋଡ଼ି ଦିଅନ୍ତି। ଯେଉଁମାନେ ଡିଭାଇନ୍ ବଡି, ଯାହାଙ୍କ ଶରୀର ଡିଭାଇନ୍ ଏନର୍ଜିରେ ପରିପୂର୍ଣ୍ଣ, ଯେଉଁମାନେ ସବୁବେଳେ ଈଶ୍ୱରୀୟ ଚେତନାରେ 24 ଘଣ୍ଟା ରହିଥାନ୍ତି, ସେମାନଙ୍କ ଶରୀରକୁ ଦିବ୍ୟ ଶରୀର କୁହାଯାଏ। ସେହି ଶରୀରକୁ ଯଦି ଯେକୌଣସି ଜାଗାରେ ରଖାଯାଏ, ଯାହାକୁ ଆମେ କହୁ ସମାଧି ଦିଆଯାଏ, ବଡ଼ ବଡ଼ ମହାତ୍ମା ସାଧୁସନ୍ଥମାନଙ୍କୁ ସେଇ ଶରୀର ଯେତେ ଦିନ ପର୍ଯ୍ୟନ୍ତ ସେଠି ରହିବ, ସେ ଜାଗାର ପବିତ୍ରତା ଆସିବ, ସେ ଜାଗାର ଗୋଟେ ଅଲଗା ଭାଇବ୍ରେସନ୍ ରହିବ। ବୁଦ୍ଧଦେବ ଯେଉଁଠି ବସି ଧ୍ୟାନ କରୁଥିଲେ, ସେଠୁ 1 କିଲୋମିଟର ବ୍ୟାସାର୍ଦ୍ଧର ଗୋଟେ ଲାଇଟ୍ ଘେରି ରହୁଥିଲା। ପ୍ରତ୍ୟେକ ଲୋକ ପାଖରେ କିଛି କିଛି ଲାଇଟ୍ ଅଛି, ଶୁଦ୍ଧାତ୍ମାଙ୍କ ପାଖରେ, ଯେଉଁମାନେ ପଜିଟିଭ୍ ଥଟ୍ସରେ, ପଜିଟିଭରେ ଥିଙ୍କିଂରେ ରହିଛନ୍ତି। ଯିଏ ପରନିନ୍ଦା, ପରଚର୍ଚ୍ଚା, ପର ଆଲୋଚନା, କୌଣସି କୁକର୍ମ ନାହାନ୍ତି, ସୁକର୍ମରେ ରତ ଅଛନ୍ତି, ସକାଳେ ସନ୍ଧ୍ୟାରେ ଧ୍ୟାନ ଜପରେ ବୁଡ଼ୁଛନ୍ତି, ଈଶ୍ୱରୀୟ କର୍ମ କରୁଛନ୍ତି, ଈଶ୍ୱରୀୟ ଚେତନାରେ ପରିପୂର୍ଣ୍ଣ ରହୁଛନ୍ତି। ତାଙ୍କ ଭିତରେ ସମସ୍ତ ଡିଭାଇନ୍ କ୍ୱାଲିଟିଜ୍ ଗୁଡ଼ିକ ଆସୁଛି। ତାଙ୍କ ଚାରିପାଖରେ ଗୋଟେ ଜ୍ୟୋତି ବା ଗୋଟେ ବଳୟ, ଯାହାକୁ ଆମେ କହୁଛୁ ଗୋଟେ ଲାଇଟ୍ ରହେ। ଯିଏ ଯେତିକି ପ୍ୟୁରିଟି ମେଣ୍ଟେନ୍ କରିଛି, ଯେତେ ନିଟ୍ ଆଣ୍ଡ କ୍ଲିନ୍ ତାର ମାଇଣ୍ଡକୁ ରଖିଛି, କେବଳ ପଜିଟିଭ୍ ଥଟ୍ସରେ ରହିଛି ଏବଂ ପଜିଟିଭ୍ ଥଟ୍ରୁ କେତେବେଳେ ସେ ଚାଲି ଯାଉଛି, ନା ନେଗେଟିଭ୍ ନା ପଜିଟିଭ୍, ନା ସକାରାତ୍ମକ ଚିନ୍ତା ନା ନକାରାତ୍ମକ ଚିନ୍ତା। ନକାରାତ୍ମକ ଚିନ୍ତାର ଊର୍ଦ୍ଧ୍ୱକୁ ଯାହାର ମନ ଯାଇପାରୁଛି, ଚେତନା ଯାଇପାରୁଛି, ତା ପାଖରେ ସେତେ ଦୈବୀ ଗୁଣ ପ୍ରକାଶିତ ହେଉଛି। ତାର ଚାରି ପାଖରେ ସେତେ ବଡ଼ ଗୋଟେ ବିରାଟ ଉର୍ଜା ବା ଲାଇଟ୍ ତାକୁ ଘେରିକି ରହୁଛି। ଯେଉଁଠି ଶ୍ରୀ ଅରବିନ୍ଦ ବସି ମେଡିଟେସନ୍ କରୁଥିଲେ ପଣ୍ଡିଚେରୀରେ, 7 କିଲୋମିଟର ବ୍ୟାସାର୍ଦ୍ଧରେ ଗୋଟେ ଲାଇଟ୍ ବଳୟ ରହୁଥିଲା। ସେଇ ସରାଉଣ୍ଡିଂକୁ ଜଣେ ଲୋକ ଗଲେ, କେଉଁ ଲୋକ ନା ସାତ୍ତ୍ୱିକ ଭାବାପନ୍ନ ଲୋକ ଗଲେ, ସେଟା ଅଲଗା ଭାଇବ୍ରେସନ୍ ଫିଲ୍ କରିବ। ଯେମିତି ସାଇଣ୍ଟିଷ୍ଟ ମାନେ ଦେଖିଲେ ପୃଥିବୀ ପୃଷ୍ଠରେ ଗୋଟେ ବିରାଟ ଲାଇଟ୍ ମହାଶୂନ୍ୟକୁ ଉଠୁଛି। ସେ ଲାଇଟ୍ଟା କେଉଁଠି ଉଠୁଛି? ସେ ଦେଖିଲେ ଲାଇଟ୍ଟା ଇଣ୍ଡିଆରେ ହିଁ ଉଠୁଛି। ତାପରେ ସେ ପୁଣି ଚିନ୍ତା କଲେ ଏଇଟା ଇଣ୍ଡିଆର କେଉଁ ଜାଗା? ସେମାନେ ଦେଖିଲେ ଏଇଟା ହେଉଛି ଓଡ଼ିଶା। ଓଡ଼ିଶାରେ ଏଇଟା କେଉଁ ଜାଗା? ସେମାନେ ପଏଣ୍ଟ ଆଉଟ୍ କରି ଦେଖିଲା ପୁରୀ ଶ୍ରୀକ୍ଷେତ୍ର।
ପୁରୀ ଶ୍ରୀକ୍ଷେତ୍ରରୁ ଗୋଟେ ବିରାଟ ଉଜ୍ଜଳ ନୀଳବର୍ଣ୍ଣର ଆଲୋକ ମହାଶୂନ୍ୟକୁ ଉଠୁଛି। ଦେଖିଲେ ସେଇଟା ଶ୍ରୀକ୍ଷେତ୍ର, ସେଇଟା ପଏଣ୍ଟ ଆଉଟ୍ କଲେ ଆମର ଶ୍ରୀମନ୍ଦିର ବା ଜଗନ୍ନାଥ ମନ୍ଦିରରୁ ସେ ଲାଇଟ୍ଟା ଊର୍ଦ୍ଧ୍ୱଗାମୀ ହେଉଛି। ଯେତେବେଳେ ସାଧକ ବା ସାଧିକା ବା ପବିତ୍ର ମନା ବ୍ୟକ୍ତି ସେଇ ସରାଉଣ୍ଡିଂ ଭିତରୁ ଯିବ, ତାର କ'ଣ ହବ? ମାନସିକ ସ୍ତରରେ ଗୋଟେ ବିରାଟ ପରିବର୍ତ୍ତନ ହବ। ସେ ଥଟଲେସ୍କୁ ଯିବ, ଭୁଲିଯିବ, କୌଣସି କଥା ମନେ ପଡ଼ିବ ନାହିଁ। ମନ ଯେତେ ନ ପଡ଼ିବ ତାର କନସେନ୍ଟ୍ରେସନଟା ସେତେ ଆସିବ। ଆମେ ସାଧନା କରୁଛେ କ'ଣ ପାଇଁକି? ନା ସବୁ କିଛି ଭୁଲିଯିବା ପାଇଁ, କେବଳ ଈଶ୍ୱରଙ୍କୁ ମନେ ରଖିବା ପାଇଁ। ଜଣେ ବ୍ୟକ୍ତି ଭଦ୍ରକରୁ ଫୋନ୍ କହିଲେ ବାବା ମୁଁ ଏବେ ସବୁ ଭୁଲି ଯାଉଛି। ମୁଁ କହିଲି ନିଜକୁ ଖାଲି କଲେ ପୂର୍ଣ୍ଣ ହେବେ। କ'ଣ ଖାଲି କରିବେ? କେଉଁଠୁ ଖାଲି କରିବେ? ଦେହରୁ କ'ଣ ସବୁ ବାହାର କରିଦେବେ? ଷ୍ଟୋମାକ୍, ହାର୍ଟ, କିଡ଼ନୀ, ଲିଭର, ପାନକ୍ରିଆସ୍ ଏଗୁଡ଼ା କ'ଣ ସବୁ ବାହାର କରିଦେବେ? ଲଙ୍ଗସ୍ ଏଗୁଡ଼ା ବାହାର କରିଦେବେ? ନା ଶ୍ୱାସ ପ୍ରଶ୍ୱାସ ନଳୀକୁ କ'ଣ ବାହାର କରିଦେବେ? ଆପଣ ମନରେ ଯେଉଁ ଅଳିଆ ଅଛି, ଯେଉଁ ଆବର୍ଜନା ରହିଛି, ଯେଉଁ ଦୁର୍ଗନ୍ଧ ରହିଛି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟକୁ ଆପଣ ବାହାର କରିବେ। କେମିତି ବାହାର କରିବେ? ସବୁ କିଛି କ୍ରିୟମାଣ ଉପରେ ନିର୍ଭର କରେ। ଗୋଟିଏ କଥା ହେଉଛି ଏକରୁ ଅନେକର ସୃଷ୍ଟି। ଯେମିତି ଅବିଦ୍ୟାରୁ ଅସ୍ମିତା ହେଉଛି, ରାଗ ଆସୁଛି, ଦେଶ ଆସୁଛି, ଅଭିନିବେଶ ଆସୁଛି। ଯଦି ଲୋକ ଅବିଦ୍ୟାକୁ ବୁଝିଯିବ, ନିଜ ସ୍ୱରୂପରେ ସେ ଅବସ୍ଥାପନ କରିବ, ମୁଁ ଦେହ ନୁହେଁ, ମୁଁ ଦେହୀ, ମୁଁ ଶରୀର ନୁହେଁ, ମୁଁ ସେଇ ଆତ୍ମା। ଏ ଖୋଳ ଭିତରେ ସେ ରହିଛନ୍ତି, ଏ ଶରୀର ଭିତରେ ଅଛନ୍ତି। ଆପଣ ଶରୀରଟା ହେଉଛି ଭଗବାନଙ୍କର ମନ୍ଦିର। ୟୁର ବଡି ଇଜ୍ ଟେମ୍ପଲ ଅଫ୍ ଗଡ୍। ସେଇ ମନ୍ଦିର ଭିତରେ ଭଗବାନ ବା ଈଶ୍ୱର ବା ଜଗନ୍ନାଥ ଆତ୍ମା ରୂପରେ ଅବସ୍ଥାପନ କରୁଛନ୍ତି। ସେ ଥିବାରୁ ଶ୍ୱାସ ପ୍ରଶ୍ୱାସ କ୍ରିୟା ଚାଲିଛି। ଶ୍ୱାସ ପ୍ରଶ୍ୱାସ କ୍ରିୟା ଚାଲିବାରୁ ଆପଣ ସାତ୍ତ୍ୱିକ କର୍ମ, କେତେବେଳେ ରାଜସିକ କର୍ମ, କେତେବେଳେ ତାମସିକ କର୍ମ ହିଁ ଆପଣ କରୁଛନ୍ତି। କିନ୍ତୁ ଆପଣ ଭିତରେ କନସସ୍ ନାହିଁ, ମୁଁ ଯାହା କରୁଛି ତାକୁ ମୁଁ ହିଁ ଭୋଗ କରିବି। ଆଉ ଏଥିରେ ଯିଏ ଅଂଶୀଦାର ହେଇଥିବେ ଏଇ କର୍ମ ସହିତ, ସେମାନେ କିଛି କିଛି ଭୋଗ କରିବେ। ଧ୍ରୁବ ସତ୍ୟ। ପରୀକ୍ଷା କରି ଦେଖନ୍ତୁ, ନିଜର ଅନୁଭବରେ ଦେଖନ୍ତୁ, ତା ଆପଣ ଭୋଗନ୍ତି କି ଭୋଗନ୍ତି ନାହିଁ। ଜଣେ ଲୋକ ମଣିଷ ମାରିଛି, ସେ କ'ଣ ଏକୁଟିଆ ମଣିଷ ମାରିପାରିବ? ତାକୁ 2-4 ଜଣ ସହଯୋଗ କରିବେ ନିଶ୍ଚିନ୍ତ ଭାବରେ। ସିଏ ଯିଏ ରିଏଲି ମର୍ଡର କରିଛି, ସେ ତାକୁ ନିଶ୍ଚିନ୍ତ ଜେଲ୍ ଦଣ୍ଡ ହେବ କି ଫାଶୀ ହେବ। ତା ସହିତ ଯେଉଁମାନେ ସହଯୋଗ କରିଛନ୍ତି ତାଙ୍କୁ ମଧ୍ୟ ପନିଶମେଣ୍ଟ ମିଳୁଛି। ଘର ପରିବାର ଭିତରେ ସେଇଭଳି। ତେଣୁ କର୍ମକୁ ଛାଡ଼ିକି କିଏ କେଉଁଠି ରହିପାରି ନାହିଁ। କ୍ରିୟମାନଙ୍କୁ ଛାଡ଼ିକି କିଏ କେଉଁଠି ରହିପାରେ। ଆପଣ ବସିବା ଗୋଟେ କ୍ରିୟମାଣ, ଶୋଇବାଟା ଗୋଟେ କର୍ମ, ଚାଲିବାଟା ଗୋଟେ କର୍ମ, କଥା କହିବାଟା ଗୋଟେ କର୍ମ, ପାଠ ପଢ଼ିବାଟା ଗୋଟେ କର୍ମ, ବୁଲିଯିବାଟା ଗୋଟେ କର୍ମ, ଦେଖିବାଟା ଗୋଟେ କର୍ମ। ଯାହା ତ କରୁଛନ୍ତି ତା କର୍ମ, ଆଉ ସବୁବେଳେ କର୍ମ ଚାଲିଛି। ଆଉ ସମସ୍ତେ କହୁଛନ୍ତି ଆମେ ରେଷ୍ଟ ନେବୁ। ରେଷ୍ଟ ନ ନେଲେ ଆମକୁ ଭଲ ଲାଗୁନାହିଁ। ବାସ୍ତବରେ ଏ ଭୌତିକ ଦୁନିଆରେ, ପୃଥିବୀ ପୃଷ୍ଠରେ ସମସ୍ତେ ରେଷ୍ଟ ଚାହାନ୍ତି। ଯେତେ ପ୍ରାଣୀ ଅଛନ୍ତି, ସାପ ଦେଖନ୍ତୁ, ବେଙ୍ଗ ଦେଖନ୍ତୁ, କୁକୁର ଦେଖନ୍ତୁ, ବିଲୁଆ ଦେଖନ୍ତୁ, ହାତୀ ଦେଖନ୍ତୁ, ସିଂହ ଦେଖନ୍ତୁ, ଆଉ ଏ ମଣିଷକୁ ଦେଖନ୍ତୁ, ସମସ୍ତେ ରେଷ୍ଟ ଚାହୁଁଛନ୍ତି। ରାତିଟା
6 ଘଣ୍ଟା ରେଷ୍ଟ ନେଉଛନ୍ତି, କିଏ 8 ଘଣ୍ଟା ରେଷ୍ଟ ନେଉଛନ୍ତି, କିଏ 5 ଘଣ୍ଟା, କିଏ 4 ଘଣ୍ଟା, କିଏ 3 ଘଣ୍ଟା, କିଏ 2 ଘଣ୍ଟା, କିଏ ଘଣ୍ଟାଏ, କିଏ ବି ଆଦୌ ରେଷ୍ଟ ନେଉନାହାନ୍ତି। ସମସ୍ତଙ୍କ ପାଇଁ ନିୟମ ଗୋଟିଏ କଥା, କିନ୍ତୁ ଆଧ୍ୟାତ୍ମିକ ଜଗତରେ ନିୟମରେ ବ୍ୟତିକ୍ରମ ରହିଛି। ସମସ୍ତେ ରେଷ୍ଟ ଚାହୁଁଛନ୍ତି। ଯେତେ ଖାଆନ୍ତୁ ରେଷ୍ଟ ନହେଲେ ଭଲ ଲାଗିବନି, ଯେତେ ମୈଥୁନ କରନ୍ତୁ ରେଷ୍ଟ ନହେଲେ ଭଲ ଲାଗିବ ନାହିଁ, ଯେତେ ଆପଣ ରୋଜଗାର କରନ୍ତୁ ରେଷ୍ଟ ନ କଲେ ଭଲ ଲାଗିବ ନାହିଁ। କିନ୍ତୁ ଦେଖନ୍ତୁ, ଆପଣଙ୍କର ଶ୍ୱାସ ପ୍ରଶ୍ୱାସର କ୍ରିୟାଟା ବନ୍ଦ ହେଇଛି କି? ଶ୍ୱାସ ପ୍ରଶ୍ୱାସର କ୍ରିୟାଟା ଆପଣଙ୍କର ଆଦୌ ବନ୍ଦ ହୁଏ। ଶ୍ୱାସ ପ୍ରଶ୍ୱାସର କ୍ରିୟାଟା ଆପଣଙ୍କର ଚାଲିଛି। ଯେତେବେଳେ ଆପଣ ଶୋଇଛନ୍ତି, ଆପଣ ସ୍ଥୂଳ ଶରୀରଟା ରେଷ୍ଟ ନେଇଛି, ଯେଉଁ ଗ୍ରସ୍ ବଡି ସେ ରେଷ୍ଟ ନେଇଛି। ହାତ ଗୋଡ଼ ପଡ଼ିଯାଇଛି, ଆପଣଙ୍କର ମନ ଏତେ ବିକ୍ଷିପ୍ତରେ ନାହିଁ, ମନ ଟିକେ ଶାନ୍ତ ସ୍ଥିର ହେଇଛି, କିନ୍ତୁ ମନ ଅସ୍ଥିର ଚଞ୍ଚଳ ବି ଅଛି। ଅବଚେତନ ମନରେ ବା ସବକନସିୟସନେସ୍ ମାଇଣ୍ଡରେ ଯେଉଁ ସଂସ୍କାର ଗୁଡ଼ିକ ଆପଣଙ୍କର ଅଛି, ସଂସ୍କାର ବା କର୍ମର ଫଳ ବୀଜ ଗୁଡ଼ିକ ଅଛି, ତା ଶୋଇଥିଲା ବେଳେ କ୍ରିୟା କରେ ବେଶୀ ପରିମାଣରେ, ଯାହାକୁ ଆମେ ସ୍ୱପ୍ନ ଦେଖୁ ବୋଲି କହୁ। ଆମେ ସ୍ୱପ୍ନ ଦେଖିଲୁ, ସ୍ୱପ୍ନଟା ତ ଶୋଇଛ କେମିତି ଆସିଲା? ନା ତମ ଅବଚେତନ ମନରେ ଯେଉଁ ସଂସ୍କାର ଗୁଡ଼ିକ ଅଛି ସେଗୁଡ଼ିକ ସ୍ୱପ୍ନ ଆକାରରେ ଦେଖାଯାଏ। ଯାହାର ଯେଭଳି ସଂସ୍କାର ଅଛି, ଯିଏ ଯେମିତି କର୍ମ କରି ଆସିଛି, ସେଗୁଡ଼ିକ ତା ଭିତରେ ଷ୍ଟୋର ହେଇଅଛି, ଯାହାକୁ ଯୋଗ ଭାଷାରେ କୁହାଯାଏ ବୃତ୍ତି। ଆମେ କ'ଣ ପାଇଁ ଯୋଗ ଅଭ୍ୟାସ କରୁ? ନା ଯୋଗ ଚିତ୍ତବୃତ୍ତି ନିରୋଧ। ଆମେ ଯୋଗ ଅଭ୍ୟାସ କରୁଛେ ବା ଭଗବାନଙ୍କ ସହିତ ମିଳନ ହେଉଛେ, ଏକକାର ହେଇଯାଉଛେ, ଆମ ଭିତରେ ଯେଉଁ ଥଟ୍ସ ଚେନ୍ ଆକାରରେ ଆସୁଛି, ସମୁଦ୍ରରେ ଯେଭଳି ଢେଉ ବାରମ୍ବାର ଗୋଟେ ଢେଉ ପରେ ଆଉ ଗୋଟେ ଢେଉ ଆସୁଛି, ଢେଉର ବିଶ୍ରାମ ନାହିଁ, ସେଇଭଳି ଆମ ଭିତରେ ଥଟ୍ସ ଗୁଡ଼ିକ ଗୋଟିଏ ପରେ ଗୋଟିଏ, ଗୋଟିଏ ଥଟ୍, ଗୋଟିଏ ପରେ ଗୋଟିଏ ଥଟ୍, ଗୋଟିଏ ପରେ ଗୋଟିଏ ଥଟ୍ ଆସୁଛି। କେଉଁ ଥଟ୍ ପରେ କେଉଁ ଥଟ୍ ଆସିବ ଆପଣ କହିପାରିବେନି, କେହି କହିପାରିବେନି। ତେଣୁ ଯଦି ଯୋଗ ଅଭ୍ୟାସ କରିବେ, ମନକୁ ବ୍ଲାଙ୍କ ନ ରଖିବେ, ଗୋଟେ ସ୍ପିରିଚୁଆଲ ଅବଲମ୍ବନରେ ଦେବେ, ସ୍ପିରିଚୁଆଲ ଥଟ୍ରେ ଦେବେ, ଦୁଇଟି କଥା, କିଏ ଜପ କରିବ, କିଏ ଧ୍ୟାନ କରିବ। ଯେଉଁମାନେ ଏଇ ମନକୁ ଶୂନ୍ୟ କରିବାକୁ ଚାହାନ୍ତି, ମନର ବୃତ୍ତିକୁ ନିରୋଧ କରିବାକୁ ଚାହାନ୍ତି, ମନର ବୃତ୍ତିକୁ ପୋଡ଼ି ପାଉଁଶ କରିଦେବାକୁ ଚାହାନ୍ତି, ସେମାନେ ନିର୍ଗୁଣ ଉପାସନା କରିବାକୁ ଭଲ ପାଆନ୍ତି। ଯେଉଁମାନେ ଯଶ ସମ୍ମାନ ପ୍ରତିଷ୍ଠା ଖୋଜିବାକୁ ଚାହାନ୍ତି, ସେମାନେ କ'ଣ କରନ୍ତି? ନା ସଗୁଣ ଉପାସନା କରିବାକୁ ଭଲ ପାଆନ୍ତି। କୌଣସି ଦେବାଦେବୀର ଉପାସନା କରିବା, ତାଙ୍କ ମନ୍ତ୍ରକୁ ଜପ କରିବା, ତାଙ୍କୁ ଧ୍ୟାନ କରିବା। କାହିଁକି ଚାହାନ୍ତି? ନା ତା ଦ୍ୱାରା ପୁଣ୍ୟ ଅର୍ଜନ ହୁଏ, ତା ଦ୍ୱାରା ସାଧକକୁ ଅନେକ ଗୁଡ଼ିଏ ବିଭୂତି ପ୍ରାପ୍ତି ହୁଏ। ଯେତେବେଳେ ଜଣେ ବ୍ୟକ୍ତି ବୁଝିଛି, ଚିନ୍ତନ କରିଛି, ଶ୍ରବଣ କରିଛି ଗୁରୁଙ୍କ ଠାରୁ ବା ସତ୍ସଙ୍ଗରୁ ବା ଶାସ୍ତ୍ର ଅଧ୍ୟୟନରୁ, ଏ ସଂସାରରେ ଈଶ୍ୱରଙ୍କ ବିନା ସବୁକିଛି ମିଥ୍ୟା, ଅନିତ୍ୟ, ଅସତ୍ୟ ବୋଲି ସେ ଜାଣିଛି, ସେ କେବେ ଅନିତ୍ୟ, ଅସତ୍ୟ, ମିଥ୍ୟା କଥାକୁ କେତେବେଳେ ସେ ପ୍ରଶ୍ରୟ ମନରେ ଦେବ? କାହିଁକି ଦେବ? ସେ ତ ଏଠାରେ 2.5 ଦିନିଆ ମାନବ, ସେ ତ ଜାଣିନି କେଉଁଠୁ ଥିଲା, ଖାଲି ଜାଣିଛି ମୁଁ ପୃଥିବୀ ପୃଷ୍ଠକୁ ଆସିଛି। ଏଠି କ'ଣ କ୍ରିୟମାନ ମୋର କରିବା ଦରକାର?
କ'ଣ କହିକି ମୁଁ ଆସିଥିଲି ସେଇ ଭଗବାନଙ୍କ ପାଖରେ। ମୁଁ କ'ଣ କରୁଛି, ଆଉ ଗଲାବେଳେ ମୁଁ ତ ନିଶ୍ଚିନ୍ତ ଯିବି। କାରଣ ଦୁଇଟା କଥା ସତ୍ୟ, ଜନ୍ମଟା ଯେମିତି ସତ୍ୟ, ମୃତ୍ୟୁଟା ମଧ୍ୟ ସେଇଭଳି ସତ୍ୟ। କିନ୍ତୁ ପ୍ରତ୍ୟେକଟି ମୁହୂର୍ତ୍ତରେ ଆମ ଜୀବନ ସରି ସରି ଆସୁଛି। ଆମକୁ ମୃତ୍ୟୁ ନିଶ୍ଚିନ୍ତ ଭାବରେ ଗ୍ରାସ କରିବ, କିନ୍ତୁ ସେଇ ଚେତନା ଆମ ଭିତରେ ନାହିଁ। ଯଦି ଗୋଟେ ଲୋକ ପ୍ରତ୍ୟେକ ଦିନ ମୃତ୍ୟୁର କଥା ଭାବିବ କିଛି ସମୟ, ଦେଖିବେ ସଂସାର ପ୍ରତି ତାର ଆସକ୍ତି ନିଶ୍ଚିନ୍ତ କମିଯିବ, ନିଶ୍ଚିନ୍ତ ଆଟାଚମେଣ୍ଟ କଟିଯିବ। ଖାଲି ମୃତ୍ୟୁର କଥା ଭାବିବ। ସେଥିଲାଗି ଗୁରୁଦେବ କହୁଥିଲେ, କୁଆଡ଼େ ଯାଅନି ସାଧନା ପିରିୟଡ଼, ଯୁଆଡ଼େ ଯିବ ତମର ଚିତ୍ତବୃତ୍ତି ଚଞ୍ଚଳ ହେବ, ଅସ୍ଥିର ହେବ। କାରଣ ବୃତ୍ତି ସହିତ ବୃତ୍ତି ବେଶୀ ମିଶିମିଶିକା ଯିବ। ଯଦି 100ଟା ବୃତ୍ତି ଥିଲା, ଅନନ୍ତ ବୃତ୍ତି ଆଉ 100ଟା ମିଶିଯିବ। ଯେତିକି ବୃତ୍ତି ଥିଲା ଆହୁରି ଅନେକ ବୃତ୍ତି ତମ ସହିତ ମିଶିଯିବ। ତୁମେ କ'ଣ କର ନା, ଯାହା କଲେ ମନରେ ବୈରାଗ୍ୟ, ବୈରାଗ୍ୟ ଅର୍ଥ ବିତରାଗ ଇତି ବୈରାଗ୍ୟ, ତମର କେଉଁଥିରେ ଆସକ୍ତି ଆଉ ରହିବ ନାହିଁ। କାରଣ କେତେବେଳେ ଆସକ୍ତି ରହିବ ନାହିଁ, ତୁମେ ଯେତେବେଳେ ପୂର୍ଣ୍ଣ ମାତ୍ରାରେ ଜାଣିବ ଯେ ଏଇ ସଂସାରଟା ସବୁ ଅନିତ୍ୟ, ସବୁ ମିଥ୍ୟା, ଇଏ ଗୋଟେ ଭଗବାନଙ୍କର ଲୀଳା ଖେଳା, ଇଏ ଗୋଟେ ମାୟାରେ ପରିପୂର୍ଣ୍ଣ ଅଛି। ଏଠି ଏଭ୍ରିଥିଙ୍ଗ ଇଜ୍ ମାୟା, ଏଭ୍ରିଥିଙ୍ଗ ଇଜ୍ ଇଲୁଜନ୍। ଯେମିତି ମରିଚିକା ପଥରେ ଗଲେ ତୃଷ୍ଣା ମେଣ୍ଟେ ନାହିଁ, ସେଇଭଳି ସଂସାର ପଛରେ ଯେଉଁମାନେ ଧାବମାନ ହୁଅନ୍ତି, ସ୍ତ୍ରୀ, ପୁଅ, ଝିଅ, ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ସମାଜ, ଟଙ୍କା ପଇସା, ଜମିବାଡ଼ି ପଛରେ ଯେଉଁମାନେ ଗୋଡ଼ାନ୍ତି, ସବୁ ସମୟରେ ମନ ଗୋଡ଼ାଏ। ମନ ସେମାନଙ୍କୁ ରଖିଥାଏ ତା ନିଜର ଭିତରେ, ଚିତ୍ତରେ ରଖିଥାଏ, ସବକନସିୟସନେସ୍ ମାଇଣ୍ଡ ରଖିଥାଏ। ଦେଖନ୍ତୁ କେତେ ଲୋକଙ୍କୁ ଆପଣ ଦେଖୁଛନ୍ତି, କେତେ ଚିନ୍ତା ବି ଆପଣ କରୁଛନ୍ତି, କେତେ ଆଡ଼େ ପରିକ୍ରମା କରିଛନ୍ତି, ବୁଲିଛନ୍ତି। ସାଧୁଭାଷାରେ ପରିକ୍ରମା, ସାଧାରଣ ଭାବରେ ଆମେ ବୁଲିବାକୁ ଯାଇଛୁ, ଦେଖିବାକୁ ଯାଇଛୁ। ସାଧୁ ଭାଷାରେ ଆମେ ଦର୍ଶନ କରିବାକୁ ଯାଇଛୁ। ସାଧୁଙ୍କ ଭାଷା, ସାଧାରଣ ଲୋକରେ ଆମେ ଖାଇଲୁ। ସାଧୁଙ୍କ ଭାଷାରେ ଆମେ ପ୍ରସାଦ ପାଇଲୁ। ସବୁ ଡିଫରେନ୍ସ। ଆତ୍ମବୋଧ ଅବସ୍ଥା, ଆତ୍ମଜ୍ଞାନର ଅବସ୍ଥା ଆସିଲେ ଆପଣଙ୍କର ଗୋଟେ ଗ୍ରେଟ୍ ପରିବର୍ତ୍ତନ ହେବ। ଆଜି ଜଣେ ମା ଆଶ୍ରମରେ ଆମକୁ ପଚାରିଲେ, ସକାଳ ପ୍ରଣାମ କରି ଛିଡ଼ା ହେଲେ। କହିଲେ କ'ଣ ପଚାରିବେ? ଆଜ୍ଞା। କ'ଣ ପଚାରିବେ? ସେ ଏବେ ଦୀକ୍ଷା ନେଇଛନ୍ତି, ତାଙ୍କର ଗୋଟିଏ ବର୍ଷ ପରିନାହିଁ। ପ୍ରଥମ କ୍ରିୟା ଏବେ କାହାକୁ ଦିଆଯାଉନି। କେତେ ଗୁଡ଼ିଏ ପ୍ରଥମ କ୍ରିୟାର ଟେକ୍ନିକ୍ ଦିଆହେଉଛି, ସମ୍ପୂର୍ଣ୍ଣ ଭାବରେ ଦିଆଯାଉନାହିଁ। କାରଣ ସାଧକ ଏତେ ଗୁଡ଼ିଏ ଟେକ୍ନିକ୍ ଦେଖିଲା ପରେ ଆଉ ସେ ପ୍ରାକ୍ଟିସ୍ କରିବାକୁ ଇଚ୍ଛା କରୁନାହିଁ। କ'ଣ ବର୍ତ୍ତମାନ ଘୋର କଳିଯୁଗ, ସମସ୍ତଙ୍କର ସମୟ ବାବା ପୂର୍ବରୁ କହିଲେ ତାଙ୍କର ସଂସାର ପାଇଁ ଅଛି, କିନ୍ତୁ ନିଜ ପାଇଁ ନାହିଁ। ଆଉ ଭଗବାନଙ୍କ ପାଇଁ କ'ଣ? ଆରେ ତ ସବୁ କାମ କରୁଛି, ପୁଣି ନିଜ ପାଇଁ କ'ଣ ନୁହେଁ? ସେ ଯାହା କଲେ, ଯାହା କରୁଛି ଦୁଃଖ ଯନ୍ତ୍ରଣା କଷ୍ଟ ପାଇଁ କରୁଛି। ସେ କିନ୍ତୁ ଆନନ୍ଦ ପାଇଁ, ଶାନ୍ତି ପାଇଁ, ଆନନ୍ଦ ପାଇଁ, ବ୍ରହ୍ମାନନ୍ଦ ପାଇଁ, ମୁକ୍ତି ମୋକ୍ଷ ପାଇଁ କରୁନାହିଁ। ସେ ନିଜକୁ ନର୍କକୁ ପକେଇବାକୁ କର୍ମ କରୁଛି। ସେ କ'ଣ ନିଜର? ସମସ୍ତେ କହନ୍ତି ଇଂଲିଶରେ ମାଇଣ୍ଡ ୟୁର ଓନ୍ ବିଜନେସ୍। ନିଜ କାମ କର, କିନ୍ତୁ ନିଜ କାମଟା ଯେ କ'ଣ ଜଣା ନାହିଁ। ଆମେ କହିକି ଆସିଥିଲେ କ'ଣ? ସେଟା ହେଉଛି ନିଜ କାମ। ଆମେ ଯାହା କହିକି ଆସିଛେ
ଦେଖନ୍ତୁ ସେ ମା ପଚାରିଲେ, ବାବା ମୁଁ ପ୍ରଶ୍ନ ପଚାରିବି, ମୁଁ ସତ୍ସଙ୍ଗରେ ଶୁଣିଛି ଯେ ପ୍ରତ୍ୟେକ ଚକ୍ରରେ ବୀଜ ମନ୍ତ୍ର ଅଛି, ସେଇ ବୀଜ ମନ୍ତ୍ରକୁ ଜପ କଲେ କ'ଣ ମିଳେ? ଆମେ କିଛି କହିଲୁ ନାହିଁ। କାହିଁକି କହିଲୁ ନାହିଁ? ଲୋକ ଭିତରେ ଡିଜାୟାର ରହୁଛି, ସେ ଭଗବତ ପ୍ରାପ୍ତି ପାଇଁ କେବେ ଚାହୁଁନାହିଁ। ଆଉ ପ୍ରତ୍ୟେକଟି ଶିଷ୍ୟକୁ ଯେଉଁମାନେ ଜ୍ଞାନୀ, ଆତ୍ମଜ୍ଞାନୀ ଆଉ ତତ୍ତ୍ୱଗୁରୁ, ସେମାନେ ଦେଖିଲେ ସ୍ପଷ୍ଟ ଭାବରେ ଜାଣିପାରନ୍ତି ତାଙ୍କର ମାନସିକ ସ୍ଥିତିଟା କ'ଣ, ସାତ୍ତ୍ୱିକ କି ରାଜସିକ କି ତାମସିକ। ଯେମିତି ଷ୍ଟୁଲରେ କ'ଣ ଅଛି, ବ୍ଲଡ଼ରେ କ'ଣ ଅଛି, ତା ଟେଷ୍ଟ ଦ୍ୱାରା ଜଣାପଡ଼ୁଛି ବା ମାଇକ୍ରୋସ୍କୋପ୍ ଦ୍ୱାରା ଜଣାପଡ଼ୁଛି। ସେଇଭଳି ସାଧନାର ମାଇକ୍ରୋସ୍କୋପ୍ ଦ୍ୱାରା, ଅନ୍ତର୍ଦୃଷ୍ଟି ଦ୍ୱାରା ଗୁରୁ ପ୍ରତ୍ୟେକ ବ୍ୟକ୍ତିଙ୍କର, ଏକା ଶିଷ୍ୟଙ୍କର ନୁହେଁ, ଯେଉଁମାନେ ଗୁରୁପଦବାଚ୍ୟ କିଏ? ଯେଉଁମାନେ ଆତ୍ମାରେ ପ୍ରତିଷ୍ଠା ଲାଭ କରିଛନ୍ତି, ଯାହାଙ୍କ ଭିତରେ ଦେହବୋଧ ଜ୍ଞାନ ନାହିଁ, ଆତ୍ମବୋଧ ଜ୍ଞାନ ସବୁ ସମୟରେ ଅଛି। ସବୁବେଳେ ଯେ ଆତ୍ମା ସହିତ ସଂଲଗ୍ନ ବା ଯୁକ୍ତ ହେଇକି ଅଛନ୍ତି, ଯୁକ୍ତ ହେଇ ରହୁ ରହୁ, ସଂଲଗ୍ନ ହେଇ ରହୁ ରହୁ ସେ ଆତ୍ମା ହେଇଯାଆନ୍ତି। ସେଇଭଳି ସାଧନା ଦରକାର। ପଚାରିଲେ ଆମେ କିଛି କହିବୁ ନାହିଁ। ଆପଣମାନଙ୍କର କ'ଣ ଦରକାର ତାହା ହିଁ ଗୁରୁ ଜାଣନ୍ତି। ଆପଣ ଯେତିକି ଜାଣିଛନ୍ତି ଆପଣଙ୍କର କ'ଣ କ'ଣ ଦରକାର, ତାହାଠୁ ହଜାର ହଜାର ଗୁଣର ଅଧିକା କଥା ଗୁରୁ ଜାଣିଛନ୍ତି ଆପଣଙ୍କର କ'ଣ ଦରକାର। ତେଣୁ ଗୁରୁଙ୍କୁ କିଛି କହିବା ଦରକାର ନାହିଁ। ଆପଣ ସାଧନା କରିଯିବେ। ମନ୍ତ୍ର ମୂଳଂ ଗୁରୁର ବାକ୍ୟ, ମୋକ୍ଷ ମୂଳଂ ଗୁରୁର କୃପା। ଗୁରୁ ଯାହା କହିଲେ ତା ପାଇଁ ମୋ ପାଇଁ ମନ୍ତ୍ର। କ୍ରିୟାମାନଟା କେମିତି କରିବେ ଦେଖନ୍ତୁ। ମୋ ଗୁରୁ ମୋତେ ଯାହା କହିଛନ୍ତି ମୁଁ ତାକୁ ପାଳନ କରିବି। ଆମେ ପାଳନ କରୁଛେ କି? ଗୁରୁ ଦେଖିବେ ଅବସ୍ଥା ହେଲା, ତାପରେ କ'ଣ କରିବେ ନା ଡାକିକି ଆପଣଙ୍କୁ ଜ୍ଞାନଟା ପ୍ରଦାନ କରିବେ। କାହାର କ'ଣ ଦରକାର? ଦୁଇ ଜଣ ସାଧକ ତପସ୍ୟା କରୁଥିଲେ, ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଭଗବାନ ତାଙ୍କୁ ସନ୍ତୁଷ୍ଟ ହେଇ ବର ପ୍ରଦାନ କରିବାକୁ କହିଲେ। ଯେତେବେଳେ ସାଧନାରେ ସାଧକ ସିଦ୍ଧି ଲାଭ କରେ, ଯାହାକୁ ସେମାନେ ଧ୍ୟାନ କରୁଥାନ୍ତି, ମନ୍ତ୍ର ଜପ କରୁଥାନ୍ତି, ସେ ତାଙ୍କ ଆଗରେ ପ୍ରକାଶିତ ହୁଅନ୍ତି। କହନ୍ତି ତୁମେ କ'ଣ ବର ମାଗୁଛ ମାଗ। ଆପଣ ସମସ୍ତେ ପୁରାଣ ଶାସ୍ତ୍ର ପଢ଼ିଲେ କଥା ଶୁଣିବେ। ବ୍ରହ୍ମା ବର ଦେଇଛନ୍ତି, ଶିବ ବର ଦେଇଛନ୍ତି, ବିଷ୍ଣୁ ବର ଦେଇଛନ୍ତି, ମା ବର ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି, କୃପା କରିଛନ୍ତି। ସାଧକ ଯାହା ମାଗେ, ସେ ଜଣେ ସାଧକ ମାଗିଲା, ପ୍ରଭୁ ମୁଁ ସମସ୍ତଙ୍କୁ ଖାଲି ଦଉଥିବି। ଭଗବାନ ତଥାସ୍ତୁ କହିଲେ। ଆଉ ଜଣେ ବ୍ୟକ୍ତି ସେଇ କଥା ଶୁଣିଲା, ପ୍ରଭୁ ମୋତେ ସମସ୍ତେ ଦଉଥିବେ। ଭଗବାନ ବି ତଥାସ୍ତୁ କହିଲେ। ସେ ମଲା, ଇଏ ମଲା। ମଲେ ଜନ୍ମ ହେଲେ ତ ମୃତ୍ୟୁ ନିଶ୍ଚିନ୍ତ, କାରଣ ସେ ମାଗିନାହାନ୍ତି ମୁଖ୍ୟ ନା। ସେ ମାଗିଛନ୍ତି ଭଗବାନଙ୍କର ବିଭୂତି, ଭଗବାନଙ୍କୁ ମାଗିନାହାନ୍ତି। ଜନ୍ମ ମଷ୍ଟ ହେବେ, ଭଗବାନ ଦର୍ଶନ କଲେ କ'ଣ ହେଲା? ଇଏ ଯେତେବେଳେ ଯିଏ କହିଥିଲା ମୁଁ ସମସ୍ତଙ୍କୁ ଦେବି, ସେ ଗୋଟେ ଧନୀ କୂଳରେ ଜନ୍ମ ଗ୍ରହଣ କଲା ଭଗବାନଙ୍କର ଆଶୀର୍ବାଦରୁ। ସେ ସମସ୍ତଙ୍କୁ ଦେଲା। ଯିଏ ମାଗିଥିଲା ପ୍ରଭୁ ମୋତେ ସମସ୍ତେ କିଛି ଦିଅନ୍ତୁ, ସେ ଗୋଟେ ମନ୍ଦିର ଦ୍ୱାର ମରି ଭିକାରୀ ହେଇକି ବସିଲା।
ସମସ୍ତଙ୍କୁ ହାତ ପତେଇଲା, ସମସ୍ତେ ତାକୁ କିଛି 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 ଦେଲେ। ଦେଖନ୍ତୁ, କ୍ରିୟା ଯୁଗର ଶେଷରେ ପ୍ରଣାମ ଓ ପ୍ରାର୍ଥନା, ଗୁରୁ ଭଗବାନ ନିକଟରେ ପ୍ରଣାମ ଓ ପ୍ରାର୍ଥନା ସବୁ କ୍ରିୟମାଣ। କ'ଣ ପ୍ରଣାମ କରିବେ? ହେ ଗୁରୁଦେବ, ମୁଁ ଆପଣଙ୍କୁ, ହେ ଭଗବାନ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। କ'ଣ ଶିଖାଯାଏ ନା, ମୋତେ ଆପଣଙ୍କ ତ୍ରିଭୁବନ ମାୟାରେ, ଭଗବାନଙ୍କ ମାୟା ତ୍ରିଭୁବନ ଲାଗିଛି, ସେ ମାୟାରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଭଗବାନଙ୍କର ମାୟା ଅଛି। ମୋତେ ସେ ମାୟାରେ ପକାନ୍ତୁ ନାହିଁ। ମୋତେ ଦିବ୍ୟ ଜ୍ଞାନ ଭକ୍ତି ପ୍ରଭୁ ପ୍ରଦାନ କରନ୍ତୁ। ମୁଁ ଆପଣଙ୍କୁ ନିଜ ଭିତରେ ସର୍ବଭୂତରେ ଉପଲବ୍ଧି ଅନୁଭବ କରିପାରିବି। ମୋତେ ଆଶୀର୍ବାଦ କରନ୍ତୁ। ମୋତେ ଦିବ୍ୟ ଜ୍ଞାନ ଭକ୍ତି ପ୍ରଭୁ ଦିଅନ୍ତୁ। ଆପଣଙ୍କ ଚରଣାର ବିନ୍ଦୁରେ ଅଚଳା ଭକ୍ତି ଭାବ ଜାଗ୍ରତ ହଉ। ମୁଁ ଆପଣଙ୍କ ପାଦ ପଦ୍ମରେ ଶରଣ ପଶୁଛି। ପ୍ରଭୁ, ମୋତେ ରକ୍ଷା କରନ୍ତୁ, ରକ୍ଷା କରନ୍ତୁ, ରକ୍ଷା କରନ୍ତୁ। ଦେଖନ୍ତୁ, ଏହି ପ୍ରାର୍ଥନାକୁ କେତେକ ଶିଷ୍ୟ ବା ଶିଷ୍ୟା ଘୋଷି ଦେଇଥାନ୍ତି। ଗୁରୁ ତ କହିଛନ୍ତି, ଆଉ କରିବାକୁ ପଡ଼ିବ 52। କିନ୍ତୁ ସେ କଥା ସେ ବୁଝିନଥାନ୍ତି, ସେ କଥାକୁ ସେ ଜାଣିନଥାନ୍ତି। ଆମେ ଜଗତସିଂହପୁରରେ ଆଶ୍ରମ କରି ବସିଥାଉ, ନୂଆ ନୂଆ ବହୁତ ସମ୍ପ୍ରଦାୟର ଲୋକ ଆମ ପାଖକୁ ଆସୁଥିଲେ। ବେଶୀ ସ୍ପ୍ରେଡ୍ କରିছে ଏବେ ଦୀକ୍ଷାଟା ଓଡ଼ିଶା ବର୍ଷରେ କି ବଙ୍ଗଳାରେ କି ବିହାରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷା। ସେମାନେ ସକାଳେ ସନ୍ଧ୍ୟାରେ ପ୍ରେୟାର କରିବେ, ଇଷ୍ଟବୃତ୍ତି କରିବେ, ତାପରେ ଧ୍ୟାନ, ଜପ ଧ୍ୟାନ ଅଛି। ପ୍ରତ୍ୟେକ ସମ୍ପ୍ରଦାୟରେ ଜପ ଧ୍ୟାନ ରହିଛି। କେତେ ସବୁ କଥା ଅଧା ରହିଲା, ସେ ମାଙ୍କ କଥା ସେଠି ଅଧା ରହିଗଲା। ସେଉଠୁ କେତେଜଣ ଠାକୁର ଦୀକ୍ଷିତ ଲୋକ ଆମ ନାଁ ଶୁଣି ଆମକୁ ଦର୍ଶନ କରିବାକୁ, ଆମ ସହିତ ଶାସ୍ତ୍ର ଜ୍ଞାନ ଆଲୋଚନା କରିବା ପାଇଁ ଆସିଥାନ୍ତି, ରହନ୍ତି। ସେମାନେ ସକାଳ ହେଲେ ତାଳି ମାରିକି ପ୍ରେୟାର କରନ୍ତି, ସନ୍ଧ୍ୟାରେ ପ୍ରେୟାର କରନ୍ତି। ଆମେ ବସିକି ଶୁଣୁ। ପ୍ରେୟାରଟା ଭାରି ଭଲ ଲାଗେ ଶୁଣିବାକୁ। ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରେୟାରଟା ଭାରି ଭଲ ଲାଗେ ଶୁଣିବାକୁ। ଆମେ ତାଙ୍କୁ ପ୍ରେୟାର ପରେ ପଚାରୁ, ଆସି ପ୍ରଣାମ କରନ୍ତି। ଆମେ ପଚାରୁ, ଆପଣ ଯାହା ପ୍ରେୟାର କରୁଛନ୍ତି ତାକୁ ଘୋଷିଛନ୍ତି ନା ତାକୁ ବୁଝିଛନ୍ତି, ନା ସତରେ ଈଶ୍ୱରଙ୍କ ନିକଟରେ ଆପଣ ତାକୁ ପ୍ରେୟାର କରୁଛନ୍ତି? ନିଜକୁ ଦେଖନ୍ତୁ, କାହାକୁ ଜୀବନରେ ଦେଖିବେ ନାହିଁ। କାହା ସହିତ ଆସିନାହାନ୍ତି, କାହା ସହିତ ଯିବେ ନାହିଁ। ଯେଉଁ ସମ୍ପର୍କ ହେଇଛି ତା ଅନିତ୍ୟ ସମ୍ପର୍କ। କ'ଣ ଅନିତ୍ୟ ସମ୍ପର୍କ? କିଏ ବନ୍ଧୁ, କିଏ ସାଙ୍ଗ, କିଏ ସାଥୀ, କିଏ ବାପା ମା, କିଏ ଭାଇ ଭଉଣୀ, କିଏ ସ୍ୱାମୀ ସ୍ତ୍ରୀ। ମନରେ ପ୍ରଶ୍ନ ଉଠୁଥିବ, କ'ଣ ବାପା ମା ବି ଅନିତ୍ୟ? ଶାସ୍ତ୍ର ପଢ଼ନ୍ତୁ, ପାଇବେ। ପିତା କସ୍ୟ ମାତା କସ୍ୟ, କସ୍ୟ ଭାତା ସହୋଦରା। କିଏ କାରେ ମା, କିଏ କାରେ ବାପା, କିଏ କାରେ ଭାଇ ଭଉଣୀ। କାୟା ପ୍ରାଣୀ ନ ସମ୍ବଦା। ଏ କାୟା ସହିତ ଏ ପ୍ରାଣର ବି ସମ୍ପର୍କ ନାହିଁ। କାହା କସ୍ୟ ପରିବେଦନା। ତୁ କାହାର ଲାଗି କାହିଁ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗୁଛୁ? ତେଣୁ ସେ ଲାଗି କହିଛି, ଜ୍ଞାନ ଲବ୍ଧା ପରାଂ ଶାନ୍ତି। ତେଣୁ ଜ୍ଞାନ ଲାଭ ପରେ ବ୍ୟକ୍ତି ଶାନ୍ତି ପାଏ। ପ୍ରକୃତ ଆତ୍ମଜ୍ଞାନ ଲାଭ ହେଲେ ଶାନ୍ତି। କିଏ ତୁମର? ଏଠି ତ କେହି ତୁମର ନୁହନ୍ତି। କିଏ ତୁମର? ତେଣୁ ବାପା ମା ବି ତୁମର ନୁହନ୍ତି। ପୁଣି କହିଲେ, ଲାଷ୍ଟକୁ କ'ଣ କହିଲା ନା, କାୟା ପ୍ରାଣୀ ନ ସମ୍ବଦା। ଇଏ ପ୍ରାଣଟା ଏ କାୟ ବା ଶରୀର ସହିତ ସମ୍ପର୍କ କ'ଣ ନାହିଁ। ଯେମିତି ଶରୀର ଦୁର୍ବଳ ହୋଇ ପଡ଼ିବ, ଅନେକ ପାର୍ଟସର ସମଷ୍ଟିରେ ଶରୀରଟା ଗଠିତ। ଅନେକ ଗୁଡ଼ିଏ ହାଡ଼ ଅଛି, ଅନେକ ଗୁଡ଼ିଏ ଅବୟବ ଅଛି, ରକ୍ତ ଅଛି, ମାଂସ ଅଛି, ହାଡ଼ ଅଛି, ମେଦ ଅଛି, ମଜ୍ଜା ଅଛି, ଶୁକ୍ର ଅଛି, ସପ୍ତଧାତୁ, ପଞ୍ଚଭୂତରେ ଶରୀରଟା ଗଠିତ। ଯେତେବେଳେ ହାର୍ଟ ପ୍ରୋବ୍ଲେମ୍ ବାହାରି ପଡ଼ିଲା, କ୍ରିୟା ନ କଲା, ଗୋଟେ ଅର୍ଗାନ ଯଦି ଖରାପ ହେଇଗଲା, ମେଜର ଅର୍ଗାନ, ଲୋକ ମରିଗଲା। ଆଉ କ'ଣ? ଅର୍ଥାତ୍ ଏ ଶରୀରରେ ଯେଉଁ ପ୍ରାଣ ଅଛି,
ଆତ୍ମା ଅଛି ଛାଡ଼ି ଚାଲିଯାଏ, ତା ସହିତ ତାର ସମ୍ପର୍କ କ'ଣ? ତେଣୁ ଆମେ ଯେଉଁ ପ୍ରେୟାର କରୁଛେ, ମୁଁ ତାଙ୍କୁ ପଚାରେ, ସେ କିଛି କହିପାରନ୍ତିନି, ଆମକୁ ହସ ମାଡ଼େ। ପୁଣି ମନରେ ଉତ୍ତର ଆସେ, ଯାହା ହଉ ଏ ଜନ୍ମରେ ପାଟିରେ ଏଇ କଥା କହୁଛନ୍ତି କେତେ ଜଣ, ପାଟିରେ ଏଇ କଥା କେତେ ଜଣ କହୁଛନ୍ତି। ସବୁବେଳେ ଯେଉଁମାନେ ସ୍ପିରିଚୁଆଲ ମାଇଣ୍ଡେଡ୍, ସେ ପ୍ରତ୍ୟେକ କଥାକୁ ପଜିଟିଭ କରିଦିଅନ୍ତି, ନେଗେଟିଭ କରନ୍ତି। ଯେଉଁମାନେ ରଜଗୁଣ ତମଗୁଣ ସମ୍ପନ୍ନ ବ୍ୟକ୍ତି, ସେ ପ୍ରତ୍ୟେକ କଥାକୁ କ'ଣ କରନ୍ତି ନା ନେଗେଟିଭ ଦୃଷ୍ଟିରେ ଦେଖନ୍ତି। କାରଣ ଆତ୍ମଜ୍ଞାନର ଅଧିକାରୀ ନୁହନ୍ତି, ଦେହ ଜ୍ଞାନର ଅଧିକାରୀ। ସେମାନେ ଦେହବୋଧରେ ସବୁ କଥାକୁ କ'ଣ କରନ୍ତି ନା ବିଚାର କରନ୍ତି। ସେମାନେ ସୂକ୍ଷ୍ମଟାକୁ ଦେଖିପାରନ୍ତି ନାହିଁ, ସେମାନେ ସ୍ଥୂଳଟାକୁ ଦେଖନ୍ତି। ଯେମିତି ଜନକ ସ୍ତ୍ରୀଙ୍କୁ କୋଳରେ ବସାଇ ତାଙ୍କ ସ୍ତନ ଉପରେ ହାତ ରଖି ଅଗ୍ନିରେ ଆହୁତି ଦେଉଥିଲେ। এই କଥାଟା ଯିଏ ଦେଖିଲା, ଆରେ ସ୍ତ୍ରୀକି କୋଳରେ ବସାଇଛି, ଏଠି ହାତ ରଖିଛି, ଆହୁତି ଦେଉଛି, କିନ୍ତୁ ସେ ବ୍ରହ୍ମରେ ଲୟ ରଖିଥିଲେ, ଆତ୍ମବୋଧ ଅବସ୍ଥାରେ ରହିଥିଲେ। କିନ୍ତୁ ଏଇ କଥା ସମସ୍ତେ ଆପ୍ଲାଏ କରିବା ରିଅଲ ଅବସ୍ଥା ନ ହେଇଥାଉ ଭାରି ଅସୁବିଧା। ଗୁରୁ କଲେ ବୋଲି ଶିଷ୍ୟ ଯଦି କଲା, ପ୍ରାଣଟା ଯିବ। ଯେମିତି ଓଳାଶୁଣୀ ପାହାଡ଼ ଆମେ ଏବେ ଯାଇଥିଲୁ 4-5 ଦିନ ତଳେ, ସେ ମହାପୁରୁଷଙ୍କ ପୀଠରେ ଆମେ ବସିଲୁ, ଭୋଗ ଲଗାଇଲୁ। ସେଠି ସେ ପୀଠର ଯିଏ ପୂଜା କରୁଥିଲେ କହିଲେ, ଆପଣ ଭୋଗ ଲଗାନ୍ତୁ, ଆପଣ ମହାପୁରୁଷଙ୍କୁ ଟିକେ ଖୋଇ ଦିଅନ୍ତୁ, ଭାବର କଥା, ଭକ୍ତିର କଥା। ଆମେ କଲୁ। ଆମେ ସେଇଠି ମହାପୁରୁଷଙ୍କ ବିଷୟରେ ଜାଣିଛୁ, ସେ 188 ବର୍ଷ ହେଲା ଦେହ ଛାଡ଼ି ସାରିଲେଣି। ସେ ଯାଉଥିଲେ, କହିଲେ ଖରାପ ହେବ, ଆଜିକାଲି ନାଁ ତ ଧରାଯାଏନି, ଯେଉଁ ଧୋବା ଘର କହନ୍ତି, ଧୋବଣୀ ପିଠା ନେଇକି ଗାଁରୁ ମାଗିକି ଆସନ୍ତି, ବାରିକ ଧୋବଣୀ ଧୋବା ଘର ସବୁ ପିଠା ମାଗିକି ଆଣନ୍ତିନି ତାଙ୍କର ଘରମାନଙ୍କ ଠାରୁ, ତାଙ୍କ ଘର ସେବା କରିଥାନ୍ତି। ଏ ପୁରୁଣା କଥା, ଏବେ ତ ସରକାର ସବୁ ନିୟମ ପରିବର୍ତ୍ତନ କରି ନାଁ ଧରିବନି, ଆମେ ସ୍ୱତନ୍ତ୍ର ଭାଷା ସୃଷ୍ଟି ହେଲାଣି। ବିଧବା କହିହେବ ନାହିଁ, କିନ୍ନର ମାନେ କହିହେବନି, କ'ଣ ଭଲ ଖରାପ କହିହେବ ନାହିଁ, କିଛି ତ କହିହେବନି, ନୂଆ ଭାଷା ସୃଷ୍ଟି ହେବ। ମାନେ ପାଣ କହିପାରିବନି, ଏତିକି କଥା କହୁଛ, ପୁଣି କିଏ କେସ୍ କରିବ। ଧୋବା କହିପାରିବନି। ଛାଡ଼ନ୍ତୁ, ଯେତେବେଳେ ଯେଉଁ ନିୟମ ସରକାର କରୁଛନ୍ତି ମାନି ଚଳିବାଟା ହିଁ ଠିକ୍। ସେ ଧୋବଣୀ ଠାରୁ କ'ଣ କଲେ ନା ପିଠା ଖାଇଲେ। ଶିଷ୍ୟମାନେ ଦେଖିଲେ ଗୁରୁ ଖାଉଛନ୍ତି, ସିଏ ସେଠୁ ମାଗିକି ପିଠା ଖାଇଲେ। ଧୋବଣୀର ଆନନ୍ଦ, ଟୋକେଇ ପିଠା ଆଣିଛି, ସାଧୁମାନେ ଖାଆନ୍ତୁ, କ'ଣ ଅସୁବିଧା ହେଲା। ବହୁ ଲୋକ ସାଧୁ ସନ୍ଥଙ୍କୁ ଭଲ ପାଆନ୍ତି, ଖାଇବାକୁ ଦିଅନ୍ତି। ବହୁ ଲୋକ ବି ଶୋଧନ୍ତି, ବହୁ ଲୋକ ବି ଦିଅନ୍ତି ନାହିଁ। ସବୁ ସେ ଜଗନ୍ନାଥଙ୍କର, କାଳିଆ ସାନ୍ତଙ୍କର ଇଚ୍ଛା। ସେଉଠୁ ଗୁରୁଦେବ ଏକଥା ଜାଣିଲେ, ଅରିଖି ଦାସ ଏକଥା ଜାଣିଲେ, ଆରେ ମୁଁ ପିଠା ଖାଇଲି ବୋଲି, ମୁଁ କେଉଁ ବୋଧରେ ପିଠା ଖାଇଲି ବୋଲି, ଇଏ କ'ଣ ପିଠା ଖାଇଲେ? ଠିକ୍ ଅଛି, ଗୁରୁଙ୍କର ସବୁବେଳେ ପରୀକ୍ଷା। ଆଗକୁ ଗଲେ, ଆଗକୁ ଚାଲି ଚାଲି ଯାଉଛନ୍ତି, ରଙ୍ଗ ତରଳା ହେଉଛି, ମାନେ ଯେଉଁ କଂସା ବାସନ ତରଳେଇଲେ ସିନା ତାକୁ ଗୋଟେ ଆପଣଙ୍କର ଛାଞ୍ଚରେ ପକେଇଲେ ଗୋଟେ ଗୋଟେ ବାହାରିବ ସୁନା। ଯେମିତି ଆମେ ଏଟା ଆଖିରେ ଦେଖିଛୁ, କେମିତି ତରଳା ହୁଏ। ଆମେ ବସିଥିଲୁ ଥରେ ନୀଳଚକ୍ର, ଯେତେବେଳେ ଆମ ଆଶ୍ରମର କରୁଥିଲୁ, ସେଇଠି ବସିକି ଆମେ ଦେଖୁଥିଲୁ କେମିତି ତରଳୁଛି, କେମିତି ଛାଞ୍ଚରେ ପଡ଼ୁଛି, ସାସାଜି ସେଇଠି ହେଇଯାଉଛି। ସେଉଠୁ ରଙ୍ଗ ଆଉଟା ହେଉଛି, କହିଲେ ଭାଇ ଶୋଷ ହେଉଛି, ତାଠିଆ ରଙ୍ଗ ଆଉଟା ଦିଅ। ହଁ ବାବା, ଏ ରଙ୍ଗ ଆଉଟା ଆପଣ ପିଇବି? କେମିତି ପିଇବି? ସବୁ ପୋଡ଼ିକି ଡେଥ୍ ହେଇଯାଏ, ଆରେ ଦିଅ ରଙ୍ଗ ଆଉଟା। ମହାପୁରୁଷମାନଙ୍କୁ ଏଇଭଳି ସାଧନ ଥିଲା, ସ୍ପର୍ଶ କରିଦେଲେ ସେଟା ଅମୃତ ହେଇଗଲା, ସର୍ବତ ହେଇଗଲା, ତାକୁ ସେ ପିଇଦେଲେ ଆଉ କ'ଣ ଅଛି। ଏଇ ଶିଷ୍ୟମାନେ ଦେଖିଲେ ଯେ ଗୁରୁଦେବ ରଙ୍ଗ ଆଉଟାକୁ ପିଇଲେଣି। ଆରେ ବା ପିଅ, କାହାକୁ ଶୋଷ ହେଉଛି? କିଏ ଶିଷ୍ୟ ପିଇଲେ ନାହିଁ, କାରଣ ସେ ଆତ୍ମବୋଧ ଅବସ୍ଥାରେ ଥିଲେ, ଦେହବୋଧ ଅବସ୍ଥାରେ ନଥିଲେ।
କ୍ଷୀରମଣ୍ଡାକୁ ସଜାଡ଼ି ଦେଇଥିଲେ। ବାବା ପୂର୍ବରୁ କହିଲେ ମାଛ ମାରିଲେ ମାଂସ ମାରି ବିକ୍ରି କଲେ ମଧ୍ୟ ପାପ ଲାଗିବନି। କେମିତି କ୍ଷୀରମଣ୍ଡା କେମିତି କରାଯିବ ତା ଭଗବତ ଗୀତାରେ ଲେଖା ଅଛି। କେହି ପିଇଲେ ନାହିଁ। ଯେମିତି କେହି ପିଇଲେନି, ଆରେ ବାପା ମୁଁ ତ ପିଠା ଖାଇଲି, ତୁମେ ତ ପିଠା ଖାଇଲ, ମୁଁ ତ ରଙ୍ଗାଉଟା ପିଇଲି, ତୁମେ କାହିଁ ନ ପିଇଲ? ତେଣୁ ଗୁରୁ କ'ଣ କରୁଛନ୍ତି ତୁମେ ଦେଖ ନାହିଁ। ଗୁରୁ ତୁମକୁ ଯାହା ଉପଦେଶ ଦେଉଛନ୍ତି ମନ୍ତ୍ରମୂଳ ଗୁରୁର ବାକ୍ୟ ତୁମେ ତା ପାଳନ କର। ତେଣୁ ଗୁରୁ ତୁମକୁ ଭଲ କି ଜାଣନ୍ତି, ଭଲ କି ଚିହ୍ନନ୍ତି। ତମର ତାଙ୍କର ଜନ୍ମ ଜନ୍ମାନ୍ତରର ସମ୍ପର୍କ, ତୁମେ ବି କେଉଁ ଅବସ୍ଥାରେ ଅଛ, କେତେ ଜ୍ଞାନ ଲାଭ କରିଛ, କେତେ ସିଦ୍ଧି ବିଭୂତି ଲାଭ କରିଛ, ତାହା ହିଁ ଗୁରୁଦେବ ଜାଣନ୍ତି। ତୁମର କ୍ରିୟମାଣ ଯଦି ଠିକ୍ ଅଛି, ତୁମେ ଆତ୍ମବୋଧ ଅବସ୍ଥାରେ ଅବସ୍ଥାପନ କରୁଛ ଏବଂ ପୂର୍ଣ୍ଣ ଆତ୍ମବୋଧ ଅବସ୍ଥା ଆସିବ ଏବଂ ସେଇ ପରମାତ୍ମାଙ୍କ ସହିତ ତୁମେ କିଭଳି ମିଳନ ହେବ, ତୁମ ଭିତରେ ଯେ ଜିଜ୍ଞାସା ଥବ, ତୁମେ ସେଇ କ୍ରିୟମାଣଟାକୁ 100% ଠିକ୍ କରିଦେଇଥବ, ତାହେଲେ ଗୁରୁ ତୁମକୁ ନିଶ୍ଚିନ୍ତ ଭାବରେ ମୁଖ୍ୟ ଜ୍ଞାନଟା ପ୍ରଦାନ କରିବେ। ମାଗିଲେ ମିଳିବନି, କର୍ମ କରିଗଲେ, କ୍ରିୟମାଣ କଲେ ଫଳ ପ୍ରାପ୍ତି ହେବ। ସେ ମାଆଙ୍କୁ କହିଲୁ ଆପଣ କ'ଣ ଆମେ ଜାଣିଛୁ, ଆପଣ ସାତ୍ଵିକ କି ରାଜସିକ କି ତାମସିକ। ଆପଣ ଏଠି ମୋ ପାଖରେ ଗୋଟିଏ ପ୍ରକାର, ଏଇ ବାଉଣ୍ଡରୀ ଡେଇଁଲେ ଆପଣ ଆଉ ଗୋଟେ ପ୍ରକାର ହେଇଯିବେ। ଏ ସତ୍ସଙ୍ଗରେ ଗୋଟିଏ ପ୍ରକାର ଡ୍ରେସ୍, ସେଠି ଗଲେ ଆଉ ଗୋଟେ ପ୍ରକାର ଡ୍ରେସ୍। ଆରେ ଏଠି ଯଦି ମୁଁ ଭଲ ଡ୍ରେସ୍ଟା ପିନ୍ଧି, ସବୁବେଳେ ଭଲ ଡ୍ରେସ୍ଟା ପିନ୍ଧିଲେ ଅସୁବିଧା କ'ଣ ଅଛି? ସାତ୍ଵିକ ପୋଷାକ ସବୁବେଳେ ପିନ୍ଧିଲେ ଅସୁବିଧା କ'ଣ ହେଲା? ମୋର ଉନ୍ନତି ହେବ ନା। ଆଉ ଆମ ଭିତରେ ଏତେ ନକାରାତ୍ମକ ଚିନ୍ତା ରହିଛି, ଆମକୁ ସ୍ୱରୂପ ଜ୍ଞାନ ପ୍ରାପ୍ତି ହୋଇନଥିବାରୁ ବା ଆତ୍ମଜ୍ଞାନ ପ୍ରାପ୍ତି ହୋଇନଥିବାରୁ ଆମେ ଅବିଦ୍ୟାରେ ଥିବାରୁ ଆମର କ'ଣ ହେଉଛି ନା, ସେ ମୋତେ କ'ଣ ଭାବିବ, ସେ ମୋତେ କ'ଣ କହିବ, ମୋ ସ୍ତ୍ରୀ ମୋତେ କ'ଣ କହିବ, ଏରେ ଗେରୁଆ ପିନ୍ଧିଲୁ, ଆରେ 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 ପିନ୍ଧା ପିନ୍ଧା ପିନ୍ଧା, ନରକକୁ ଯିବା ସାଥୀ ନା, ସ୍ୱର୍ଗକୁ କାହିଁ ଯିବା। ମାନେ ତମର ମାନସିକ, ପୁଣି କଥାର ଶୈଳୀ ଅଲଗା। ଆମ ପାଖରେ ବସ୍ତବୁ ଫୋନ୍ କିଏ କଲା, ଜଣେ ଆଶ୍ରମ ଲୋକ କଲେ, ହଁ କ'ଣ କହୁଛୁ, କ'ଣ କରୁଛ? ଯେମିତି ବାବା ଫୋନ୍ କରିବେ, ବାବା ପ୍ରଣାମ, ଜୟ ଗୁରୁଦେବ। ଦେଖନ୍ତୁ ସାଥୀ ସାଥୀ କେମିତି, ସମସ୍ତେ ଯେ ଏକ, ସମସ୍ତେ ଯେ ଦୁଇ ନୁହେଁ। ଆତ୍ମବୋଧରେ ଆମେ କର୍ମ କରିବା, ଆମେ କ୍ରିୟମାଣଟାକୁ କରୁଛେ କ'ଣ ପାଇଁ ନା ମୋକ୍ଷ ପାଇଁ। ଯଦି ଆମେ କ୍ରିୟମାଣକୁ ସଜାଡ଼ି ଦେଲେ, କ୍ରିୟମାଣଟାକୁ ସାତ୍ଵିକ ଭାବରେ କରିବା, କ୍ରିୟମାଣଟାକୁ ରାଜସିକ ଭାବରେ କରିବା, କ୍ରିୟମାଣଟାକୁ ତାମସିକ ଭାବରେ କରୁଛନ୍ତି। ତେଣୁ ପ୍ରେୟାର କଥା ରହିଯାଇଛି। ଏଇ ଯେଉଁ ପ୍ରେୟାର ଆପଣ କଲେ, କ୍ରିୟା ଯୋଗ ପରମ୍ପରାରେ ଲେଖା ଅଛି, ତାକୁ ଘୋଷିଛନ୍ତି ନା ତାକୁ ବୁଝିଛନ୍ତି ନା ତାକୁ କେବେ ଚିନ୍ତା କରିଛନ୍ତି? ଏତେ ଦିନ ପ୍ରେୟାର କଲା ପରେ ନିଜ ଭିତରେ ଆତ୍ମା, ସବୁରି ଭିତରେ ଆତ୍ମା, ଇଏ କୁହା ହେଉଛି ମୋତେ ଦିବ୍ୟ ଜ୍ଞାନ ଭକ୍ତି ଦିଅ, ତମ ମାୟାରେ ପକାଅ ନାହିଁ, ଏ କଥା କୁହା ହେଉଛି। କିଛି ରେଜଲ୍ଟ ମିଳୁଛି? ଶୁଆପକ୍ଷୀ ଯେମିତି ରାମ ନାମ ଗାଇବ, ଯେମିତି ବିଲେଇ ଦେଖିବ ଅଚାପ ହେଇଯିବ, ଆଉ ତ ସେନ୍ସ ରହିବନି, ଆଉ କିଛି ତ ଜ୍ଞାନ ରହିବନି। ସେ ରାମ ନାମ କୁଆଡ଼େ ପଳେଇବ। ଯେମିତି ଏବେ ନୁହେଁ, ଲୋକ ମରିଗଲା ପରେ ରାମ ନାମ ସତ୍ୟ ହାୟ, ହରିନାମ ସତ୍ୟ ହାୟ। ଏରେ କ'ଣ ରାମ ନାମ ସତ୍ୟ ହାୟ, ହରିନାମ ସତ୍ୟ ହାୟ? ସେଠି ମଦ ଖିଆ ହେବ, ଶବ ପୋଡ଼ା ହେବ, ଆସିକି ପୁଣି ମଦର ବ୍ୟବସ୍ଥା କରାହେବ, ଖାଇବା ପିଇବାର ଘୋର ଆୟୋଜନ କରାହେବ। ଏଇ କ'ଣ ରାମ ନାମ ସତ୍ୟ ହାୟ, ହରିନାମ ସତ୍ୟ ହାୟ? ସମାଜ ଏତେ କଳୁଷିତ ହେଇଗଲାଣି। ଏବେ ଘୋର କଳିଯୁଗ। ଆମେ କେବେ କଳିଯୁଗ କଥା କହୁନଥିଲୁ। ବାପା ମା ମରୁଛନ୍ତି,
ପିଲାମାନେ ଏବେ ଲଣ୍ଡା ହେଉନାହାନ୍ତି। ବାପା ମା ମରୁଛନ୍ତି, ପିଲାମାନେ ଆଉ ଏକାଦଶ କର୍ମ କରିବାକୁ ରାଜି ହେଉନାହାନ୍ତି। ଯଦି ଫୋର୍ସଲି କଲେ କ'ଣ କରୁଛନ୍ତି ନା ବାର୍ଷିକ ଉତ୍ସବ ଯାହାକୁ କୁହନ୍ତି ଶ୍ରାଦ୍ଧ ଉତ୍ସବ ତାକୁ ଆଉ କରୁନାହାନ୍ତି। ଶ୍ରଦ୍ଧାରୁ ଶ୍ରାଦ୍ଧ ଆମେ ଏଭଳି କର୍ମ କରିଛେ, ଏଭଳି କ୍ରିୟମଣଟାକୁ କରୁଛେ ଯେ ଆମ ସନ୍ତାନଗଣ ଆମକୁ ଆଉ ମନେ ପକାଇବାକୁ ଆମର ଶ୍ରଦ୍ଧା ଉଦ୍ଦେଶ୍ୟରେ ଆମର ଭଲ ପାଇବାଟା ତାଙ୍କର ଆଉ କିଛି ନାହିଁ। ଏତେ ସତ୍ସଙ୍ଗରୁ ଶୁଣିଲା ପରେ ଜାଣିଲା ପରେ କ'ଣ ହେଉଛି ନା ଆମେ ସେଇ କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହୋଇଛି ସକଳ ଚିତ୍ତ, ଅନିତକୁ ନିତ୍ୟମଣି ବିଶ୍ୱଜନେ ସାଧନ୍ତି ନିଜ ଅହିତ। କରି ଚାଲିଛେ ସମ୍ପୂର୍ଣ୍ଣ ଭାବରେ ବିଶ୍ରାମ ନାହିଁ, ଧଇଁ ସଇଁ ହେଇ ପଡ଼ିଲେଣି। ଆରେ ବାବା ଏତେ କ'ଣ ବିଶ୍ରାମ ଅଛି? ଆରେ ବାବା କ'ଣ କରୁଥିଲୁ? ପରିଶ୍ରମ କରୁଥିଲି। କ'ଣ ପାଇଁ ପରିଶ୍ରମ କରୁଥିଲୁ? ନା ଟଙ୍କା କାହା ପାଇଁ? ତୋ ପାଇଁ କ'ଣ ତୋର ପେଟ ପୁରି ନାହିଁ 2 ଘଣ୍ଟା 4 ଘଣ୍ଟାରେ? ଆରେ ପିଲା ଛୁଆଙ୍କ ପାଇଁ, ସ୍ତ୍ରୀ ପାଇଁ। ଆରେ ତୋର ସେ କିଏ? ଆରେ ତୁ ପାଗଲାଟେ, ସିଏ ମୋର ସବୁ କିଛି। ମାନେ ଯଦି ଆପଣଙ୍କର ଜ୍ଞାନ ଆସିଯିବ, ଆପଣଙ୍କୁ ସଂସାର ଦେଖି ହସ ମାଡ଼ିବ, ସଂସାର ଦେଖି ନୀରବ ହେଇଯିବେ। ଯାହାଙ୍କୁ ଦେଖନ୍ତୁ କାହାର ମନ ତାଙ୍କ ପାଖରେ ନାହିଁ। କାହା ପାଖରେ? ନା ସତ୍ୟ ପାଖରେ। ଦେଖିଲେ କେତେ ଜଣଙ୍କ ମନ ଆଜ୍ଞା ଚକ୍ରରେ ଅଛି। ନିଜକୁ ଏକ ଦେଖନ୍ତୁ, କାହାକୁ ଦେଖନ୍ତୁ ନାହିଁ। ରାମକୃଷ୍ଣ ପରମହଂସ, ବିବେକାନନ୍ଦ କଲିକତା ନଗରୀରେ ବୁଲୁଛନ୍ତି। ବିବେକାନନ୍ଦ କ'ଣ ଟିକେ ଭାବିଲେ, ଠାକୁର ସବୁ ମନର କଥା ଜାଣିପାରୁଥିଲେ। ଆପଣ ଯଦି ଶୁଦ୍ଧ ପବିତ୍ର ନିର୍ମଳ ହେବେ, ଆପଣ ମନରେ କୌଣସି ବାସନା କାମନା ରହିବ ନାହିଁ। କେବଳ ଈଶ୍ୱରୀୟ ବାସନା କାମନା ରହିବ। ମନ୍ତ୍ର ଜପ ଧ୍ୟାନରେ ସବୁବେଳେ ରହୁଥିବେ। ଆପଣଙ୍କର ମନ ଯେତେ ଶୁଦ୍ଧି ପବିତ୍ର ହେବ, ଆପଣଙ୍କର ଥାର୍ଡ ଆଇ ବା ଆଜ୍ଞା ଚକ୍ରଟା ଆକ୍ଟିଭ ହେବ, କ୍ରିୟାଶୀଳ ହେବ। ତୃତୀୟ ନୟନଟା ଧୀରେ ଧୀରେ ଖୋଲିବ। ଯେତେବେଳେ ତୃତୀୟ ନୟନ ଆପଣଙ୍କର ଖୋଲିବ, ଆପଣଙ୍କ ସଂସ୍ପର୍ଶରେ ଯିଏ ଆସିବେ, ଆପଣ ଯାହାଙ୍କୁ ଦେଖିଦେବେ, ତାଙ୍କର ମନର କଥାଟା, ଭାଇବ୍ରେସନଟା ଆପଣ ଜାଣିନେବେ। ତେଣୁ ସେଇଠି ବିବେକାନନ୍ଦକୁ ରାମକୃଷ୍ଣ ପରମହଂସ କହିଲେ, ଆରେ ନରେନ କ'ଣ ଚିନ୍ତା କରୁଛୁ? ଦେଖିଲୁ ଏ ସଂସାରରେ କାହାର ମନ ସେ 2 ଭ୍ରୁର ମଧ୍ୟସ୍ଥଳରେ ଅଛି କି? ଆଜ୍ଞା ଚକ୍ରରେ ଅଛି କି? ଆପଣ ଦେଖୁନାହାନ୍ତି। ଆପଣ କେତେ ଘଣ୍ଟା ତାଙ୍କ ପାଖରେ ବସୁଛନ୍ତି? ସେଇଠି ଗୁରୁଙ୍କର ସ୍ଥାନ, ଆତ୍ମାର ସ୍ଥାନ। ଆପଣ ସେଠି କେତେ ସମୟ ମନ ତାଙ୍କ ପାଖରେ ରଖିକି ବସିଛନ୍ତି? ନିଜେ ଦେଖନ୍ତୁ। ମୁଁ ଗୁରୁଙ୍କ ପାଖରେ ବସିବି। ସ୍ଥୂଳରେ ବସିବେ, ସୂକ୍ଷ୍ମରେ ବସିବେ। ସ୍ଥୂଳରେ କେଉଁଠି ବସି ପାରୁଛନ୍ତି? ରାତିରେ ବି ସମୟ ଦିଆଗଲା, ତା ପାଇଁ ବି ସମୟ ନାହିଁ। ଆରେ ବାପା, ଆମର ଦୁଃଖ ପଡ଼ିଲା, ଯନ୍ତ୍ରଣା ପଡ଼ିଲା, କଷ୍ଟ ପଡ଼ିଲା, ଆମକୁ ଟିକେ ଉଦ୍ଧାର କରିଦିଅ। ଏ ଦୁଃଖ କିଏ ଦେଲା? ଏ ଯନ୍ତ୍ରଣା କିଏ ଦେଲା? ଏ କଷ୍ଟ କିଏ ତମକୁ ଦେଲା? ଏ ବ୍ୟାଧି କିଏ ଦେଲା? ଆର ଉତ୍ପତ୍ତି କୋଉଠି? ଯେମିତି ଆପଣ ଗଙ୍ଗା ଦେଖୁଛନ୍ତି ପ୍ରବାହିତ ହୋଇ ଚାଲିଛି କଲିକତାରେ ମିଶିଛି ଗୋମୁଖରୁ ବାହାରି। ତାର ଉତ୍ପତ୍ତି ସ୍ଥଳ ଗୋଟେ ଅଛି ନା। ସବୁ କଥାର ଗୋଟେ ଉତ୍ପତ୍ତି ଅଛି। ଏ ମିଳିଲା କୋଉଠୁ? ଆର ସ୍ରଷ୍ଟା କିଏ? କେହି କେବେ ଖୋଜନ୍ତିନି। କ'ଣ କରିବି? ରୋଗ ତ ହେଇଗଲା। ଆରେ ଭାଇ, କାହିଁକି ରୋଗ ହେଲା? ଏ ସବୁରୁ ମୂଳରେ ହିଁ କ୍ରିୟମାଣର ଫଳ। କେମିତି କର୍ମ କରାଯିବ? କି କର୍ମ କରି ଭବୁ ହେବି ପାର, ହଏ କମଳାର ବର ଉଦ୍ଧବ ଏ କଥା କହୁଛି। ଭଗବାନ କ'ଣ କଲେ ମୁଁ ସଂସାରରୁ ପାରି ହେବି? ଦୁଃଖ ଯନ୍ତ୍ରଣା କଷ୍ଟରୁ ମୁଁ ନିବୃତ୍ତ ହେବି। ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତି କୌଣସି ଗୋଟେ କଥା କହିଲା ବେଳେ ସେ ନିଜ ଉପରେ କେତେବେଳେ ଦୋଷ ଆରୋପ କରେ ନାହିଁ। ସେ ଅଲଗା ଲୋକ ଉପରେ ଦୋଷ ଆରୋପ କରିବ। ପ୍ରତ୍ୟେକ ବ୍ୟକ୍ତି କେବଳ ଯେଉଁମାନେ ନିଜର ଥଟ୍ସକୁ ଜାଣୁଛନ୍ତି, 3ଟା କଥା ଗୁରୁଦେବ କହୁଥିଲେ, ୱାଚ୍ ୟୁର ଥଟ୍ସ, ୱାଚ୍ ୟୁର ବ୍ରେଥ୍, ୱାଚ୍ ୟୁର ମାଇଣ୍ଡ। ଖାଲି ଚିନ୍ତାକୁ ଜାଣ। ତମ ଭିତରେ କ'ଣ ଚିନ୍ତା ଆସୁଛି?
ସେ ଭିତରୁ ଆସିଛି କି ବାହାରୁ ଆସୁଛି। ଦେଖନ୍ତୁ ଅନେକ କଥା ଆପଣ ଦେଖିଲେ, କଥା ରହିଯାଇଥିଲା, କିନ୍ତୁ ସବୁ କଥା ମନ ଉପରେ ଗୋଟେ ବିରାଟ ରେଖାପାତ କରେ ନା। ଯେଉଁଟାକ ସବକନସିୟସନେସ୍ ମାଇଣ୍ଡ ବା ଅବଚେତନ ମନରେ ଅଛି ବା ଚିତ୍ତରେ ଅଛି, ସେଇଗୁଡ଼ିକ ଭାଇବ୍ରେସନ୍ ସୃଷ୍ଟି କରିବ। ଯେଉଁଠି ଦେଖିକି ଆସିଲେ ଭୁଲିଯିବେ କିଛି ଦିନ ପରେ, ତେଣୁ ବୃନ୍ଦାବନ ଯାଇଛନ୍ତି ଆଉ କ'ଣ ମନେ ପଡ଼ୁଛି? କାରଣ ବୃନ୍ଦାବନ କଥା ଚିତ୍ତରେ ନାହିଁ ବା ଅବଚେତନ ମନରେ ନାହିଁ। ଯଦି ବୃନ୍ଦାବନ କଥା ଅବଚେତନ ମନରେ ଥିବ ତ ଉଠା ପକା କରିବ ପୁଣି ବୃନ୍ଦାବନ ଯିବା ପାଇଁ, ଆଉ ସେଠି ରହିବା ପାଇଁ ଜାଗା କିଣିବା ପାଇଁ ଇଚ୍ଛା ହବ। ଯଦି ଆପଣଙ୍କର ସାଧନ ଭଜନ ଅବଚେତନ ମନେ ରହିଆସି ଧ୍ୟାନ କରି କରି ଆସିଛନ୍ତି, ଏ ଜନ୍ମରେ କ'ଣ ହବ ନା ପୁଣି ଧ୍ୟାନ କରିବାକୁ ପ୍ରବଳ ମାତ୍ରାରେ ଇଚ୍ଛା ହବ, ତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହବ। ଦେଖିବେ ସବୁର ସ୍ରଷ୍ଟା, ସବୁର କର୍ତ୍ତା, ଯାହା ମୋ ଜୀବନରେ ଘଟିଛି ତାହା ହିଁ କ୍ରିୟମାଣରୁ ସୃଷ୍ଟି ହେଇଛି, ସେଥିପାଇଁ ମୁଁ ହିଁ ଦାୟୀ। ଏଇ ଯେଉଁ ପ୍ରେୟାର କଥା ରହିଲା, ଆମେ ପ୍ରେୟାରଟା ଯଦି ଘୋଷିକି କରିବେ, ଶୁଣିକି କରିବେ, ବିଚାର କରି ଚିନ୍ତନ କରି କରିବେ, କୋଟି କୋଟି ଜନ୍ମ ଗଲେ ସେ ପ୍ରେୟାର ଭଗବାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଦେଖୁନାହାନ୍ତି ଯେତେ କ୍ରିୟା ଯୁଗ ପରମ୍ପରାରେ ହଉ, କି ହିନ୍ଦୁମାନଙ୍କର ହଉ, କି ମୁସଲମାନଙ୍କର ହଉ, କି ଖ୍ରୀଷ୍ଟିଆନ ମାନଙ୍କର ହଉ, ସମସ୍ତେ ଯାଇକି ପ୍ରେୟାର କରନ୍ତି। କ'ଣ କରୁଛନ୍ତି? ଆମେ ପ୍ରାର୍ଥନା କରୁଛୁ। ଗାନ୍ଧୀ ଡେଲି ପ୍ରାର୍ଥନା ସଭାକୁ 2 ଥର ଯାଉଥିଲେ। ସ୍କୁଲରେ ପିଲାମାନଙ୍କର ପାଠ ହେବା ପୂର୍ବରୁ ପ୍ରାର୍ଥନା କ୍ଲାସ୍ କରାଯାଏ। ସେ ସାର୍ମାନେ ବି କିଛି ଜାଣିନଥାନ୍ତି, କାଳେ ଭୁଲ ହେଇଯିବ, ସାର୍ମାନେ ବସୁଛନ୍ତି, ପୁଣି ପିଲାମାନେ ବି କିଛି ଜାଣିନଥାନ୍ତି। ଚରାଚରି ତ ପ୍ରଥା କ'ଣ, ଯେମିତି ପଶୁମାନଙ୍କର ସମୟ ହେଲେ ମୈଥୁନ କରିବେ, ସେ ଜାଣନ୍ତିନି ମୈଥୁନ କ'ଣ, ସମୟ ହେଲେ ଖାଇବେ, ସମୟ ହେଲେ ଶୋଇବେ। ପିଲା ଛୁଆଙ୍କର ଯତ୍ନ, ଯାହାର ଯେମିତି ଭଗବାନ ସୃଷ୍ଟିରେ କି 15 ଦିନ ମାସେ ନେବେ ଆଉ ଭୁଲିଯିବେ, ଛୁଆ ବି ତାଙ୍କର ମନେ ନାହିଁ। ଆମତେ ଥରେ ଛୁଆଟେ ଜନ୍ମ କଲେ ବାପା, ସିଏ କ'ଣ ମରିବ? ଆମେ ତ ମରିବା ପର୍ଯ୍ୟନ୍ତ ତାର ସେବା କରିବା, ପୁଣି ମଲା ପରେ ବି ଆମ ହାଡ଼ ମାଂସ ରକ୍ତ ତା ସେବା କରିବା ପାଇଁ ବି ପ୍ରସ୍ତୁତ। ପଶୁ ଭୁଲିଯିବ, ହାତୀ ତା ଛୁଆକୁ ମନେ ରଖିଥାଏ, କୁକୁର ତା ଛୁଆକୁ ମନେ ରଖିଥାଏ, ସାପ ତା ଛୁଆକୁ ମନେ ରଖି ଛୁଆ ଅଣ୍ଡା ଦେଇଥାଏ, କି ଅଣ୍ଡା ଖାଇଥାନ୍ତି, ଯେମିତି କି ପିଲା ଗାଈ ତା ଛୁଆକୁ ମନେ ରଖିଥାଏ। ମଣିଷ ଯଦି ଜନ୍ମ କଲା, ଆରେ ବାପା, ସେ ଛୁଆ ମରିବନି, ଇଏ ମଲା ପର୍ଯ୍ୟନ୍ତ ସେଇ ରୂପଟା ହିଁ ଆଖିରେ ଦେଖାଯିବ, ଆଉ ତ କେହି ଦେଖାଯିବେନି। ଆଉ ତେଣୁ ଚିତ୍ତରେ କେମିତି ବୃତ୍ତି ରହିଛି। ତେଣୁ ଯେଉଁ ପ୍ରେୟାରଟା ଅନ୍ତର୍ତମ ପ୍ରଦେଶରୁ ମନକୁ ସ୍ପଣ୍ଟାନିୟସ୍ ଆସିବ, ଆଉ ସତରେ ତୁମେ ଭଗବାନଙ୍କୁ ପ୍ରେୟାର କରିଥିବ, ପରମ ପିତା ପରମ ବ୍ରହ୍ମ ସେ ପ୍ରେୟାରକୁ ନିଶ୍ଚିନ୍ତ ପୂର୍ଣ୍ଣ କରିବ। ଦେଖୁନାହାନ୍ତି, ଯେତେବେଳେ ଗଜ ଜଳରେ ପଶିଛି ତା କୁମ୍ଭୀର ଧରିଛି, ଭାଗବତରେ ଲେଖା ଅଛି। ସେ ପ୍ରେୟାର କରିଛି କାହାକୁ? ନା ଭଗବାନଙ୍କୁ, ନାରାୟଣକୁ ପ୍ରେୟାର କରିଛି। ସେଠି କ'ଣ ଯୋଗ କରିଛି? ନା ଜପ କରିଛି? ନା ଧ୍ୟାନ କରିଛି? ସେଠି ସେ ପ୍ରେୟାର କରିଛି, ପ୍ରାର୍ଥନା କରିଛି। ଭଗବାନ ପଠେଇଛନ୍ତି ସୁଦର୍ଶନ, କୁମ୍ଭୀରର ମୁଣ୍ଡକୁ କାଟି ଦେଇଛନ୍ତି। ଦେଖନ୍ତୁ, ମୃଗୁଣୀ ଜଙ୍ଗଲରେ ପଡ଼ିଯାଇଛି, ବ୍ୟାଧ ଗୋଟେ ପଟେ ଜାଲ ବସାଇଛି, ଗୋଟେ ପଟେ ଅଗ୍ନି ଜାଳୁଛି, ଗୋଟେ ପଟେ ଧନୁତୀର ଧରି ବସିଛି, ଗୋଟେ ପଟେ ସର୍ପ ଜଗିଛି। କେଉଁ ପଟେ ମୃଗୁଣୀ ଯାଇପାରୁନି। ମୃଗୁଣୀର ତ ଫେଡ଼ି ଜଗନ୍ନାଥ, ସେଟା କିଛି ପ୍ରଭୁ ରକ୍ଷା କର ପ୍ରେୟାର କରିଛି। ସେଠି ପ୍ରେୟାର କରିଛି, କିଭଳି ପ୍ରେୟାର କରିଛି ତାକୁ ଶିଖିବାକୁ ପଡ଼ିବ। ଭଗବାନ ଗୋଟିଏ ବାଣ ମାରିଛନ୍ତି, ରକ୍ଷା କରିଛନ୍ତି। କ'ଣ ରକ୍ଷା କରିଛନ୍ତି? ନା ମେଘ ପବନ ଆସିଛି। ପ୍ରଭୁଙ୍କୁ ତ ସବୁ ଜଣା ନା, କ'ଣ କଲେ ସବୁ ଠିକ୍ ହେଇଯିବ। ଜାଲ ଛିଣ୍ଡି ଯାଇଛି, ନିଆଁ ଲାଗି ଯାଇଛି, ମେଘ ପବନ ଯେତେବେଳେ ଆସିଛି, ବ୍ୟାଧ କୋଉଠି ଆଉ ତୀର ଧରିପାରିବ, ମାନେ କୁକୁର କୋଉଠି ଆଉ ଜଗି ପାରିବ, ସାପ କୋଉଠି ଆଉ ରହିପାରିବ। ମୃଗୁଣୀ ଛୁ ହେଇଯାଇଛି, ପଳେଇ ଯାଇଛି। ଯେମିତିକି ଦେଖନ୍ତୁ, ପ୍ରଭୁ ରାମ ଆସିଛନ୍ତି, ସମସ୍ତେ ପ୍ରେୟାର କରିଛନ୍ତି।
ଯେତେବେଳେ ରାକ୍ଷସମାନଙ୍କୁ ଉପଦ୍ରବ ହୋଇଛି ସବୁ ଦେବାଦେବୀ ପରମାତ୍ମା ପରବ୍ରହ୍ମ ପାଖରେ ପ୍ରାର୍ଥନା କରିଛନ୍ତି। କୃଷ୍ଣ ଆସିଛନ୍ତି, ସମସ୍ତେ ପ୍ରେୟାର କରିଛନ୍ତି। ଦୁର୍ଗା ଆସିଛନ୍ତି, ସମସ୍ତେ ପ୍ରେୟାର କରିଛନ୍ତି। ବନ୍ଧୁମାତି ଭୋକ ହେଇଛି, ପ୍ରଭୁଙ୍କୁ ପ୍ରାର୍ଥନା କରିଛି। ଶାଲବେଗ ଦର୍ଶନ କରିବ ବୋଲି ବୃନ୍ଦାବନରୁ ଆସୁଛି, ପ୍ରାର୍ଥନା କରିଛି। ସେଠି ଯୋଗ କରିଛି, ଜପ କରିଛି। ତେଣୁ କ୍ରିୟା ଯୋଗରେ ସବୁ କଥା ପରିପୂର୍ଣ୍ଣ ହେଇକି ରହିଛି। ଶେଷରେ ପ୍ରାର୍ଥନାଟିଏ ରହିଛି। ପ୍ରାୟ ପ୍ରତ୍ୟେକ ସମ୍ପ୍ରଦାୟରେ ପ୍ରାର୍ଥନା ରହିଛି, କିନ୍ତୁ ସେ ପ୍ରାର୍ଥନା ସମସ୍ତେ ଘୋଷିଛନ୍ତି। ଅନ୍ତର୍ଦମ ପ୍ରଦେଶରୁ କାହାରେ ପ୍ରାର୍ଥନା ସୃଷ୍ଟି ହେଇନାହିଁ। ଅନ୍ତର୍ଦମ ପ୍ରଦେଶରୁ ଯେତେବେଳେ ପ୍ରାର୍ଥନା ସୃଷ୍ଟି ହେବ, ଦ୍ରୌପଦୀ କୁରୁସଭା ତଳେ ତାଙ୍କୁ ଉଲ୍ଲଗ୍ନ କରାଯାଇଛି। ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆସିଛନ୍ତି, ତାଙ୍କୁ ରକ୍ଷା କରିଛନ୍ତି ନା ରକ୍ଷା କରିନାହାନ୍ତି। ଯଦି ଆପଣ ଦେଖିବେ ଏ ପ୍ରାର୍ଥନା ଦ୍ୱାରା ସବୁ ଅସମ୍ଭବ ସମ୍ଭବ କରିଦିଅନ୍ତି ସେଇ ଭଗବାନ ବା ଜଗତର ନାଥ ଜଗନ୍ନାଥ। ଯିଏ ଯୋଉଠି ଭକ୍ତ ଡାକିଛି ଭଗବାନ ସେଠି ପ୍ରକଟ ହେଇଛନ୍ତି। ବଳରାମ ଦାସ ଡାକିଛି, ଅପନ୍ତରା ଗହିରରେ ଭଗବାନ ଯାଇଛନ୍ତି। ଶେଷ ସମୟରେ କହିଲେ ଘଣ୍ଟା ଘଣ୍ଟା ଲାଗିବ ଖାଲି ପ୍ରେୟାର ଉପରେ। ତେଣୁ ଆମେ ପ୍ରେୟାରଟା ଘୋଷିଛେ ନା ପ୍ରେୟାରଟା ଅନ୍ତରଦମ ପ୍ରଦେଶରୁ ଆମେ ଚାହୁଁଛେ ପ୍ରେୟାର କରୁଛେ? ଦେଖନ୍ତୁ, ପ୍ରତ୍ୟେକ ସତ୍ସଙ୍ଗ ଶେଷରେ ଯେଉଁ ବକ୍ତାମାନେ ଅଛନ୍ତି ସେମାନେ ବୋଲିବେ, ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ସର୍ବେ ଭବନ୍ତୁ ସୁଖିନ। ଆରେ ସମସ୍ତେ ସୁଖରେ ରୁହନ୍ତୁ। ତମେ କେବେ 5 ପ୍ରକାର ଖାଉଛ, ଲୋକ ଖାଇନି, ତାକୁ ଖାଇବାକୁ ଦେଇପାରୁଛ? ମୁଁ ଖାଲି ଭାତ ଡାଲମା ଖାଇବି, ତାଙ୍କୁ ଟିକେ ଖାଇବାକୁ ଦେଇପାରୁଛ? ସେ ବକ୍ତାଙ୍କ କଥା ହଉ କି ଆପଣମାନଙ୍କ କଥା, ସମସ୍ତଙ୍କ ପାଇଁ ଗୋଟିଏ କଥା, ମୁଁ ଏତିକି ଲକ୍ଷ ଟଙ୍କା ରୋଜଗାର କରୁଛି, ସମସ୍ତଙ୍କ ସେବାରେ ମୁଁ ଏଇଟା ଲଗେଇ 10% ଲଗେଇ ପାରୁଛ? ଠାକୁରଙ୍କ ସେବାରେ ହଉ କି ଗୁରୁଙ୍କ ସେବାରେ ହଉ କି ମାନବ ସେବାରେ ହଉ ଲଗେଇ ପାରୁଛ? ତୁମେ ଡିପୋଜିଟ୍ କଲଣି, ଦେଖିଲଣି ମୋ ପିଲା ଛୁଆ ସଂସାର ପାଇଁ କେତେ ବଢ଼ିଛି, ଡିଭାଇଡ୍ କେତେ ବଢ଼ୁଛି। ଏଣେ ବୋଲା ହେଉଛି ସର୍ବେ ଭବନ୍ତୁ ସୁଖିନ। ଆରେ ଭାଇ, କଥାର ଅର୍ଥ କ'ଣ? କିଏ ଗୋଟେ ମେଡ଼ିକାଲରେ ପଡ଼ିଛି, ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗୁଛି, ଆମେ ତାକୁ 2 ଟଙ୍କା ଦେଇପାରୁଛେ? ତା ଖାଦ୍ୟ ମୁଠାଇ ନେଇ ଦେଇପାରୁଛେ? ଏଣେ କିନ୍ତୁ ବୋଲୁଛେ ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା। ଆମକୁ ପିଲାଦିନରୁ ବଡ଼ ଆଶ୍ଚର୍ଯ୍ୟ ଲାଗେ ସବୁ କଥା ଶୁଣିକି। ଇଏ କ'ଣ ଏମିତି ବୋଲାରେ ଏମିତି ଭାରତବର୍ଷ ବିଶ୍ୱ ଚାଲିବ? ନା ତାକୁ ବୁଝିବ, ନା ଅନ୍ତର୍ଦମ ପ୍ରଦେଶରୁ ପ୍ରେୟାର କରିବ? ସମସ୍ତଙ୍କୁ ଭଲ ପାଉଥିବ, କାହାକୁ ଭଲ ପାଉନଥିବ। ଭଲ ପାଇବାର କର୍ମ ତାର ଆଦୌ ନଥିବ। ତ ଶିଖିଛି ଆଉ କ'ଣ? କେତେ ଗୁଡ଼ିଏ ସେଣ୍ଟେନ୍ସ କହି ଚାଲିଛି। କେତେ ବଡ଼ ଆଶ୍ଚର୍ଯ୍ୟ କଥା। ଅନ୍ତର୍ଦମ ପ୍ରଦେଶରେ ଭଗବାନ, ତୁମେ ଏତେ ମାୟାରେ ପକାଅ ନା। ଜଣେ ବ୍ୟକ୍ତି କହିଲେ, ବାବା ମୁଁ ଆପଣଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛି। ଆମ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଗୁରୁଙ୍କ ପାଖରେ ଗୁରୁଙ୍କୁ ଟଙ୍କା ଦେଇଦେବେ, ଜମି ଦେଇଦେବେ, ଆଉ ସୁନା ରୂପା ବି ଦେଇଦେବେ, ଗୁରୁଙ୍କର ସେବା ବି କରିପାରିବେ, ଗୁରୁଙ୍କ ପାଖରେ ବି ରହିପାରିବେ, କିନ୍ତୁ ଗୁରୁଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇପାରିବେ? ପୂର୍ଣ୍ଣ ମାତ୍ରାରେ କେବେ ସମର୍ପଣ କରିପାରିବେ? ଗୁରୁ ଯାହା କହିବେ ମନ୍ତ୍ରମୂଳମ୍ ଗୁରୁର ବାକ୍ୟ। କିଏ ହିଁ କରିନାହାନ୍ତି। ଆଉ ଯିଏ କରିଛି ସେ ଉତ୍ତମ ଶିଷ୍ୟ ହେଇଛି, ସେ ପରମାତ୍ମା ପରବ୍ରହ୍ମଙ୍କ ସହିତ ମିଳନ ହେଇଛି। 199 ବି ନୁହେଁ, 0.9 ବି ନୁହେଁ, ଗୋଟିଏ କହିବାକୁ ପଡ଼ିବ, ନହେଲେ କଥାଟା ଭୁଲ ହେଇଯିବ, ଭଗବାନଙ୍କ ସୃଷ୍ଟିଟା ଅସୁବିଧା ହେଇଯିବ। କି ଆମ ଜୀବନରେ ଆମେ ଗୋଟିଏ ଶିଷ୍ୟ କି ଶିଷ୍ୟା ପାଇନୁ, ସେଟା ଆମର ପ୍ରାରବ୍ଧ
बा ए जन्मर क्रियमाण कौटी भूल होती तो क्रियमाण उपर कहुच्छी ना सेटा क्रियमाण कौटी त्रुटि रही तुम कहीं बारंबार देखुच त्रुटि रही बसिक शुण तेणु आमर कौटी गोटे त्रुटि रही जाइए गोटे जड़े कहले पाखरे निजको समर्पण करदेल आम कहलु कौन नुआ कथा जाऊ दिने दी दिन देखा ये कथार केते दूर वास्तवता अच्छी जदि धैर्य धरिवे नीरव रे भगवान निकटे प्रेयर करेंगे देखिए प्रत्येक कथार उत्तर समाधान मिल जाव धैर्य धरिवे देखो ये बसी आपण भर केमती कनसीयसनेस ना चंचल होती व्यस्त होती देखुं हाई मारुंट क्या चेतना रहना देहबोधे रोच कौन शुणुंट कौन गोटे भावुं ये कथाटा को डीपली शुणुना कहीं ना से सबकनसीयसनेस माइंड रे ये वृत्तिटा बलवत्तर अच्छी ना आसिले कि बलवत्तर ही ना निजको देखु तापरे आम देखिलु से कहले हाँ जे मु समर्पण करदेली ठीक अच्छे कि मत लगुच मु सब छाड़ी जाइए अरे समर्पण पर तो सब छाड़देव तुम्हें समर्पण कल प्रार्थना पर आसे शरणागति पर आसे साधक जीवन साधक जीवन रे भक्ति भावर उदय हुए भक्ति भावर उदय हेले भगवत दर्शन उपलब्धि हुए आग प्रार्थना है तापरे कौन लगुच ना जीवनटा अधूरा अधूरा लगुच निश्चिंत लगे तुम सब त्याग कर तुम मन भोग चाहे तुम मन के कौन निवृत्ति कथा चाहे जो मन को सबुथ निवृत्ति कल ये मन विद्रोह कर ना तो फेरी आए जगत को कारण से जगत जो टेस्ट अच्छे आनंद अच्छे सहज एत प्राप्ति हुए ना धीरे 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 प्राप्ति हुए भगवान को अनेक परीक्षा निरीक्षा था आप देखिए जो माने भक्त से माने कितने दुख जंत्रणा कष्ट सब भोगी भगवान हजार हजार परीक्षा बंधु बांधव खाया देकर माड़ दे जयदेव को सुना रूपा अलंकार देकर हाथ गोड़ हाणी अनेक परीक्षा जी सहे गुरु पाखे से भक्त हुए जी दुख जंत्रणा कष्ट सहे से भक्त हुए जी पत्थर है से उत्तीर्ण हुए जी पत्थर हुए से उड़ी पलाए आम कहलु आपण तो संपूर्ण शरणागति रहिले एबे गुरुदेव जहाँ निर्देश देवे ताहा आपण पालन करेंगे आपण जीवन आनंद प्रेममय हो ना ठीक सत्य मु पालन करी मो भितर भीषण विद्रोह होची मन संसार को उपभोग करिया देख उपभोग करी देख संसारटा केमती लगुच जदि मन चाहूँगी देख नल पचार से जगतर जी यात्री केमती से उपभोगटा केमती लगी ज्ञान द्वारा विचार द्वारा ताको देख आओ मो मन हो बहुत अर्थोपार्जन करी कर किछि मना ना जदि अर्थोपार्जन भोग तुमको शांति आनंद मुक्ति मोक्ष दे पार यही कथा ईश्वर को तुम्हें कहीकि आसी कर ना 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 आपण अंतरतम प्रदेश कहतु केमिति माने गुरु जने साधु मिछ कथाटा अंतरतम प्रदेश के कहीपर आपड़ कहूथबार आम कहूँ ना आपण न चाहे हो पार ना कौन आम कर्ता तुम डेस्टिनी अच्छे निश्चिंत हम ना आपण जहाँ कहते प्रकृत शिष्य मानक शिष्य मानक निश्चिंत कार्यकारी होची ताहले आपण जानिचंती आउ कहीं कहउछन ना आपण आशीर्वाद कले भगवान केबे अनित्य असत्य को आशीर्वाद करंदी जदि कले तार परिणाम फल अति भयावह हो जमती जने मागिले समस्ते मते दियंतु ता भिखारी करई देले ना तापरे
ଠିକ୍ ଅଛି, ସମସ୍ତେ ଗୁରୁଙ୍କୁ ଭଗବାନ ବୋଲି ଭାବିପାରିବେନି, କାରଣ ସେ ତୃତୀୟ ନୟନ ଖୋଲି ନାହିଁ। ରିଏଲ ସମସ୍ତେ ଭଗବାନ, ଗୁରୁ ବି ଭଗବାନ। ସବୁରି ଭିତରେ ଈଶ୍ୱର ଅଛନ୍ତି, ନିଜ ଭିତରେ ଅଛନ୍ତି। ଆମେ ଜାଣିଛେ, ଅନୁଭବ ନାହିଁ, ବୋଧ ନାହିଁ। କ'ଣ ପାଇଁ ନା ଆମର ସାଧନା ନାହିଁ, ଆମ କ୍ରିୟମାନଟା ଠିକ୍ ନାହିଁ। ଆମେ ଚେତନାରେ କ୍ରିୟମାନଟାକୁ କରୁନେ, ଅଚେତନରେ ଆମେ କ୍ରିୟମାନଙ୍କୁ କରୁଛେ। କ୍ରିୟମାନଙ୍କୁ କେମିତି କରାଯିବ ସେ ବିଷୟରେ ଆମେ ଜ୍ଞାନ ଲାଭ କରିନୁ। ଆମେ କହିଲୁ ଏ ସୃଷ୍ଟିର ସ୍ରଷ୍ଟା ଜଗତର ନାଥ ଜଗନ୍ନାଥ, ତାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଆପଣ ଯାହା ମନସ୍କାମନା ଅଛି। ଗୁରୁକୁ ଇଗ୍ନୋର କରିଦିଅନ୍ତୁ। କେତେବେଳେ ଗୁରୁ ଭଗବାନ, କେତେବେଳେ ମଣିଷ, କେତେବେଳେ ଖରାପ ବ୍ୟକ୍ତି। ଶିଷ୍ୟ ଯେତେବେଳେ ଯେଉଁ କଥା ଭାବେ ସେ କଥା ସେ କହି ପକାଏ, କାରଣ ସେ ପ୍ରକୃତ ଗୁରୁ କ'ଣ ଚିହ୍ନି ନଥାଏ ଏବଂ ଜାଣିନଥାଏ। ଏବଂ ସେଇ ସ୍ତରରେ ପହଞ୍ଚିବାକୁ ତାକୁ କୋଟି କୋଟି ଜନ୍ମ ତପସ୍ୟା କରିବାକୁ ପଡ଼ିବ, ତାର ସେ ବୋଧ ଏଇଟା ହିଁ ନଥାଏ। ଯେତେ ଚେଷ୍ଟା କଲେ ମଧ୍ୟ ସେ ଅବସ୍ଥାକୁ ଯାଇପାରିବ କେବଳ ଗୁରୁ କୃପା ଦ୍ୱାରା, କିନ୍ତୁ ସେ ଆଉ ଚାହେଁ ନାହିଁ। ଚାହିଁଲେ ବି ହେବା ଭାରି କଷ୍ଟ ଯଦି କ୍ରିୟମାନଟା ଠିକ୍ ଭାବରେ କ'ଣ ହେଇଛି ଆପଣଙ୍କର ନ ହେଇଛି। କାରଣ କର୍ମରୁ ତ ଫଳ ପ୍ରାପ୍ତି ହୁଏ। ଆମେ ଯେଭଳି ଗଛ ଲଗେଇଛେ ସେଭଳି ଫଳ ଫଳିବ, ତାକୁ ଆମେ ହିଁ ଖାଇବା, ଅଲଗା କିଛି ଲୋକ ହିଁ ଖାଇବେ। ତେଣୁ ଆପଣ ଜଗନ୍ନାଥ ନିକଟରେ ପ୍ରେୟାର କରନ୍ତୁ। ଜଗନ୍ନାଥ ପରମାତ୍ମା ପରମ ବ୍ରହ୍ମ, ଯାହାର ଯେମନ୍ତ ଭାବ ଦେଖି ନାବ ମୁଁ ଦିଏ ସଳକି, ସେ ଆପଣଙ୍କର ଭାବ ଦେଖି ଆପଣଙ୍କୁ ଆଶୀର୍ବାଦ କୃପା କରିବେ। ସେଇଠି ସାଂସନ ହେଇଗଲେ ଆପଣ ମନ ପରିତୃପ୍ତି ହେଇଯିବ। କିନ୍ତୁ ଗୁରୁଙ୍କ କଥାରେ ମନ ପରିତୃପ୍ତି ହେଉନି, କାରଣ ସଂଶୟ ଆତ୍ମା ବିନଶତି। ଆମ ଗୁରୁଙ୍କ ପାଖରେ ବିଶ୍ୱାସ, ଆଗ ତ ଶ୍ରଦ୍ଧା ନାହିଁ। ଶ୍ରଦ୍ଧା, ବିଶ୍ୱାସ, ଭକ୍ତି ଆମର ଆଦୌ ନାହିଁ। ଜଷ୍ଟ ଗୋଟେ ଦୀକ୍ଷା ହେଇଛି କୋଉ ଜନ୍ମ ସଂସ୍କାର। ଆମେ ଯେଉଁ ପାଠ ପଢ଼ିଛେ ଗୁରୁଙ୍କ ପାଖରେ, ସେ ପାଠ କୋଉ ଶିଷ୍ୟ ଗୁରୁଙ୍କୁ ଦେଇଛି? ପାଠ ପୁଣି ତଳେ ଭୌତିକ ଜଗତରେ ପିଲାମାନଙ୍କୁ ପଢ଼ା ହେଉଛି। ଗୋଟେ ପରୀକ୍ଷା ବର୍ଷକୁ 3 ଥର କରାହେଉଥିଲା, ଆମ ବେଳେ 2 ଥର କରାହେଉଥିଲା। ଏବେ ସପ୍ତାହକୁ ପରୀକ୍ଷା, ପ୍ରତ୍ୟେକ ଦିନ ବି ପରୀକ୍ଷା। ଗାର୍ଡ଼ିଆନ ମାନେ କହୁଛନ୍ତି ବାବା କ'ଣ କରିବୁ, ପିଲାର ତ ପରୀକ୍ଷା। ଆରେ ବାପା, ତୁମେ ଯେଉଁ ସ୍କୁଲ ଶୂନ୍ୟ କଲେଜ ନାଁ ଲେଖେଇଛ ସେ ପରୀକ୍ଷା କେବେ ଦେଇଛ? ପରୀକ୍ଷା ତ ଜମା ଦେଇନ। କାହିଁ ପରୀକ୍ଷା ଦେଇନ? ସବୁଥିରେ ହ୍ୱାଇ ନା ସେ ପାଠ ଆମେ ପଢ଼ିନୁ। ଆଇଥିଲୁ ଆଡ଼ମିସନ କରୁଛୁ, ଯାଇଛୁ ତ ଯାଇଛୁ, ଆଉ ଫେରିବାର ନାହିଁ କି ପାଠ ପଢ଼ିବାର ନାହିଁ। କାହିଁକି? ସେ ପାଠରେ କ'ଣ ହବ? ଟଙ୍କା ନା ସୁନା ନା ଭୋଗ ନା ଯଶ ନା ସମ୍ମାନ ନା ପ୍ରତିଷ୍ଠା ନା କ'ଣ ମିଳିବ? ତେଣୁ ସେ ପାଠ ଦେଇନାହାନ୍ତି। ଯିଏ ସେ ପାଠ ଦିଏ, ଗୁରୁ ତାକୁ ଆଉ ଗୋଟେ ପାଠ ପଢ଼େଇ ଦିଅନ୍ତି। ସେ ପାଠଟାକୁ ସେ ପୁଣି ଦେଇପାରିଲେ ଗୁରୁ ଆଉ ଗୋଟେ ପାଠ ପଢ଼େଇ ଦିଅନ୍ତି। ଧୀରେ 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 ଜଣେ ମଣିଷକୁ ମନୁଷ୍ୟତ୍ୱ, ମନୁଷ୍ୟତ୍ୱରୁ ଦେବତ୍ୱ, ଦେବତ୍ୱରୁ ଈଶ୍ୱରତ୍ୱ, ଈଶ୍ୱରତ୍ୱରୁ ବ୍ରହ୍ମତ୍ୱ ପ୍ରାପ୍ତି କରାଇ ଦିଅନ୍ତି। ଆମେ କହିଲୁ ଆପଣ ଭଗବାନଙ୍କୁ ଦେଖିଛନ୍ତି ନା? କାହାକୁ ଦେଖିଛନ୍ତି ନା? ଗୁରୁଙ୍କୁ ଦେଖିଛି। ଆଉ ଯଦି ଗୁରୁଙ୍କୁ ଦେଖିକି ଗୁରୁଙ୍କ ପାଖରେ ସମର୍ପଣ କରିପାରିଲେ ନାହିଁ, ତାହେଲେ ଭଗବାନ ତ ଦେଖିନାହାନ୍ତି, କେମିତି ସମର୍ପଣ କରିବେ? ଆଉ ଯଦି ମନ ଚାହୁଁଛି କରନ୍ତୁ। ସେଇ କାଳିଆ ସାନ୍ତ କାହିଁକି ଲେଖିଲା, କହିଲା ମୁଇଁ ବସଇ ଗୁରୁ ଦେହେ, ମୋତୁ ଗୁରୁ ଭିନ୍ନ ନୁହେଁ, ଏଘିନି ଗୁରୁ ଭଗବାନ, ସେ ନୁହନ୍ତି ମନୁଷ୍ୟ ସମାନ, ଗୁରୁଙ୍କୁ ନମଣି ମନର, ଗୁରୁଟେ ସାକ୍ଷାତ ଈଶ୍ୱର କାହିଁକି କହିଲା? ମୁଇଁ ବସଇ ଗୁରୁ ଦେ। ଆମେ ତାପରେ ପୁଣି ଗୋଟେ ଏକ୍ଜାମ୍ପଲ ଦେଲୁ। ବୋଲେ ରାମକୃଷ୍ଣ ମା କାଳୀଙ୍କର ପରମ ଭକ୍ତ ଥିଲେ। ମାଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରୁଥିଲେ, ଖୋଇ ଦେଉଥିଲେ, ମାଙ୍କର ସେବା କରୁଥିଲେ, ମାଙ୍କ ସହିତ ବାକ୍ୟାଳାପ କରୁଥିଲେ, ମାଙ୍କ ସହିତ ନାଚୁଥିଲେ।
ମା ଦେଖିଲେ ମୋ ପୁଅଟେ ଏମିତି ଦିନ କାଟୁଛି, ଦେଖିଲେ ଆର ପ୍ରକୃତ ଆତ୍ମଜ୍ଞାନ ଉଦୟ ହେଇନି, ଏ ଗୋଟେ ମୂର୍ତ୍ତି ଭିତରେ ହିଁ ମୋତେ ଦେଖୁଛି, ଆଉ ମୁଁ ଯେ ସବୁ କିଛି ତାର ବୋଧ ହେଇନାହିଁ, ସେ ମୁଁ କହିଲେ ମଧ୍ୟ ତାର ବୋଧ ହବ ନାହିଁ, ତୁମେ ତ ମୁଁ ଦେଖୁଛି ଆଉ କ'ଣ। ସେଥିଲାଗି ମା ତୋତାପରୀଙ୍କୁ ନିର୍ଦ୍ଦେଶ ଦେଲେ, ତୁମେ ତାକୁ ଯାଇ ନିର୍ବିକଳ୍ପ ସମାଧିସ୍ଥ ଅବସ୍ଥା ଶିଖାଅ, ତାର ବେଷ୍ଟି ଚେତନା ସମଷ୍ଟି ଚେତନା ସହିତ ମର୍ଜ କରିଯାଉ, ଇଣ୍ଡିଭିଜୁଆଲ ସୋଲ୍ ୟୁନିଭର୍ସାଲ ସୋଲ୍ ସହିତ ମର୍ଜ କରିଯାଉ, ଆଉ ଆତ୍ମା ପରମାତ୍ମାଙ୍କ ସହିତ ଭଲ ଭାଷାରେ କହିଦେଲେ ମିଳନ ହେଇଯାଉ। ସେ ମୋତେ ଅନୁଭବ କରୁ ମୁଁ ଯେ ସବୁରି ଭିତରେ ଅଛି, ସବୁ ହିଁ ମୁଁ, ଆଉ ମୁଁ ସବୁ କରୁଛି କରାଉଛି, ତାର ବୋଧ ସେ ମଧ୍ୟ ସେ ତାର ବୋଧ ହବ। ଯେତେବେଳେ ତୋତାପରୀ ରାମକୃଷ୍ଣ ପରମହଂସ ଡାକିକି ସବୁ କଥା କହିଲେ, ମୁଁ ଆଠୁ ଆଉ ବଡ଼ କଥା କିଛି ଶିଖିନେଇ ଜାଣିନି, ମା ତ ସବୁ କିଛି, ମାଆଙ୍କୁ ତ ଦର୍ଶନ କରୁଛି, ମାଆଙ୍କୁ ତ ଉପଲବ୍ଧି କରୁଛି, ମାଆଙ୍କର ସେବା ପୂଜା କରୁଛି, ମାଆଙ୍କୁ ଖାଇବାକୁ ଦଉଛି, ଆଉ କ'ଣ ଆ ଉପରେ ଗୋଟେ ବଡ଼ କଥା ଅଛି। ମନ, ଏ ମନ କୋଉ ଯାଏଁ ଯାଇଥିଲା ନା କ୍ରିୟା ଯୁଗ ପରମ୍ପରାରେ ଆପଣ ଯଦି ଶିଖିବେ, ସମସ୍ତେ ଧ୍ୟାନ କଥା କ୍ରିୟା ଯୁଗ କଥା ଟିକେ ବାବା କୁହନ୍ତୁ, ତମର ତ ପ୍ରିଲିମିନାରୀ ଷ୍ଟେଜ କିଛି ହେଇନାହିଁ। ଆଜ୍ଞା ଚକ୍ରର ଏସବୁ ଲୀଳା, ଆଜ୍ଞା ଚକ୍ରରେ ଭଗବାନଙ୍କୁ ଦର୍ଶନ ହୁଏ, ଭଗବାନଙ୍କ ବିଭୂତି ପ୍ରାପ୍ତି ହୁଏ, ଭଗବାନଙ୍କ ସହିତ କଥାବାର୍ତ୍ତା ହୁଏ, ଐଶ୍ୱର୍ଯ୍ୟ ମିଳେ ଏବଂ ଜ୍ଞାନ ଆସେ, ଆନନ୍ଦରେ ଦିନ କଟିଯାଏ। କଥା କହିବାର କେତେ ସଚେତନ କ୍ରିୟମାଣଟା ଅଛି, ପ୍ରେମରେ କହିଲେ ଭୁଲ ହେଇଯିବ, ଆନନ୍ଦରେ ଦିନଟା କଟିଯାଏ, ସୁଖରେ ନୁହେଁ, ଶାନ୍ତିରେ ନୁହେଁ, ଆନନ୍ଦରେ କଟିଯାଏ। ତୋର ସେଇ ଅବସ୍ଥା ହେଇଛି, ତୋତେ ସହସ୍ରକୁ ନେବାକୁ ପଡ଼ିବ। ସହସ୍ର ଦଳ କମଳ ଯେଉଁ ପରମାତ୍ମା ପରମ ବ୍ରହ୍ମ ସହିତ ଅଛି, ମନ ସେଠି ଲୟ ହେଇଯାଏ। ଯେତେବେଳେ ମନ ଏ ସମସ୍ତ ଈଶ୍ୱରଙ୍କର ବିଭୂତିକି ତ୍ୟାଗ କରିଦିଏ, ସବୁ ତାଙ୍କୁ ଖୋଜେ, ଯେମିତି ଛୁଆଟିକୁ କ'ଣ କରେ, ମା ବିଭିନ୍ନ ଖେଳନା କଣ୍ଡେଇ ଦେଖେ, ଭୁଲେଇ ଦିଏ, କାର୍ଯ୍ୟରେ ବ୍ୟସ୍ତ ରହେ, ପିଲା ଖେଳେ। ଯେତେବେଳେ ପିଲା ସମସ୍ତ ଖେଳନା କଣ୍ଡେଇ ଫୋପାଡ଼ି ଦେବ, କାନ୍ଦିବ, ମା ତାକୁ କ'ଣ କରିବେ, କୋଳ କରିବେ, କ୍ଷୀର ଦେବେ। ଯେତେବେଳେ ଆମେ ଭଗବାନଙ୍କର ସମସ୍ତ ବିଭୂତି ଐଶ୍ୱର୍ଯ୍ୟକୁ ଫିଙ୍ଗି ଦେଇ ଆମେ କ'ଣ କରିବା, ହେ ଭଗବାନ ତୁମେ ଦର୍ଶନ ଦେ, ହେ ଭଗବାନ ତୁମେ ଦର୍ଶନ ଦେ, ହେ ଭଗବାନ ମୁଁ ତୁମ ଉପଲବ୍ଧି ଅନୁଭବ କରିବି। ଆମେ ଯଦି ପ୍ରାର୍ଥନା କରିବା ବା ସାଧନା କରିବା, ନିଶ୍ଚିନ୍ତ ଭାବରେ ସେ ଆମ ଦର୍ଶନ ଉପଲବ୍ଧି, ମନ ଯେତେବେଳେ କିଛି ଚାହେଁ ନାହିଁ, ସବୁ ଅନିତ୍ୟ ଅସତ୍ୟ ବୋଲି ଭାବେ। ତାପରେ ତୋତାପରୀ କହିଲେ, ରାମକୃଷ୍ଣ ତାଙ୍କୁ ଏ ଉତ୍ତର ଦେଲେ। ତୋତାପରୀ ପୁଣି କହିଲେ, ତୁ ଯା ତୋ ମାଆଙ୍କୁ ପଚାରି ଆସିବୁ, ତୋ ମା ଯଦି କହିବ ଏଇଆ ତୋର ଆବଶ୍ୟକତା ନାହିଁ ତୋ ଜୀବନରେ, ମୁଁ ଚାଲିଯିବି ଦକ୍ଷିଣେଶ୍ୱରରୁ। ସେ ଯାଇ ମାଆଙ୍କୁ ପଚାରିଲେ, ମା କହିଲେ, ରାମକୃଷ୍ଣ ତୁ ମୋତେ ଭଲ ଭାବରେ ବୁଝିପାରିନୁ, ତୁ ମୋତେ ଭଲ ଭାବରେ ଜାଣିପାରିନୁ, ତୁ ମୋତେ ଭଲ ଭାବରେ ଅନୁଭବ କରିପାରିନୁ, ସେଥିପାଇଁ ମୁଁ ତାକୁ ଡକେଇଛି ଏବଂ ତୋତେ ସେ ସମାଧି ଶିଖେଇବ, ନିର୍ବିକଳ୍ପ ସମାଧି ଶିଖେଇବ। ଏଇ କଥା ମୁଁ କହିଲି, କଥା କହିଲେ ବହୁତ ସମୟ ଲାଗିବ। ଯଦି ମା ଚାହିଁଲେ କାମ କରିଦେଇ ପାରିଥାନ୍ତେ, ତାହେଲେ ସେ ଗୁରୁଙ୍କୁ କାହିଁ ଡାକିଲେ? କାରଣ ଯେଉଁ ପରମ୍ପରା, ଯେଉଁ ନିୟମ ଭଗବାନଙ୍କ ସୃଷ୍ଟିରେ ଅଛି, ତାହା କେବେ ଭାଙ୍ଗିଦେବାକୁ ଯିଏ କରିଛନ୍ତି ସେ କେବେ ଭାଙ୍ଗି ଦିଅନ୍ତିନି। ସବୁ ନିୟମ କିଏ କରିଛନ୍ତି ନା ସୃଷ୍ଟିର ସ୍ରଷ୍ଟା ପରମାତ୍ମା ପରମ ବ୍ରହ୍ମ, ତା ଗୁରୁଙ୍କ ଦ୍ୱାରା ହିଁ ସମ୍ଭବପର। ଏ କଥା କହିଲା ପରେ ମନ ବୁଝିଲା ନାହିଁ, କାରଣ ବିଶ୍ୱାସ ନାହିଁ। ମନରେ ଭୋଗ ଲାଳସା ଯେତେବେଳେ ଆସିବ, କାମ ଲାଳସା ଆସିବ, ଆପଣଙ୍କ ଭିତରେ ଅର୍ଥ ଲାଳସା ଆସିବ, ଆପଣ ଏତେ ଅଜ୍ଞାନତା ଭିତରେ, ଏତେ ମୋହ ଭିତରେ, ଏତେ ଭିତରେ ଆପଣ ତଳକୁ ଯେ ଖସିଯିବେ, ନରକକୁ ଯେ ଖସିଯିବେ, ଆପଣଙ୍କୁ କୌଣସି କଥା ଆଉ ଶୁଭିବ ନାହିଁ, ଆପଣଙ୍କ ଭିତରେ ଚିନ୍ତନ ଆଉ ବିଚାର ବି ହେବ ନାହିଁ। ସମସ୍ତଙ୍କର 6ଠ ଅଧ୍ୟାୟ ଭଗବତୀ ଗୀତାରେ ଏ କଥା ଭଗବାନ ସୁନ୍ଦର ଭାବରେ ବ୍ୟାଖ୍ୟା କରି କହିଛନ୍ତି।
ତେଣୁ ଭଗବାନଙ୍କୁ ପ୍ରେୟାର କର, ପରମ ପିତା ପରମ ବ୍ରହ୍ମ ପାଖରେ ଜଣାଅ, ସେ ନିର୍ଦ୍ଦେଶ ଦେବେ ତୁମକୁ କିଏ ଗାଇଡ଼ କରିବେ, କିଏ ତୁମର ଗୁରୁ, କିଏ ତୁମ ପଥ ପ୍ରଦର୍ଶକ, କିଏ ତୁମର ମାର୍ଗଦର୍ଶକ, ତୁମକୁ କ'ଣ କରିବାକୁ ପଡ଼ିବ। ତୁମେ କହିକି ଆଇଛ, ଏ କଥା ଗୁରୁ କହିଲା ପରେ ତୁମର ବିଶ୍ୱାସ ହେଉନି। ଯଦି ମତ୍ୟମଣ୍ଡଳେ ମୁଁ ହୋଇବି ଜନ୍ମ, ତୋ ନାମ ଗାଉଥିବି ସୁମରି, ବଡ଼ ମାୟାବୀ ଜୀବନ ନୁହେଁ କାହା। ପ୍ରଭୁ ଅନେକ ଥର ତୁମେ ଜାଣିଛ, ଜାତ ସୈନ୍ ଧ୍ରୁବ ମୃତ୍ୟୁ ଦୁର୍ବଂ ଜନ୍ମ ମୃତ୍ୟୁଶ୍ଚ, ମୁଁ ଆ ପୂର୍ବରୁ ଜନ୍ମ ହେଇଥିଲି, ହେଲେ ଆଜି କେମିତି କର୍ମଫଳ ଭୋଗୁଛି। ପୁଣି ଏବେ ପୂର୍ବରୁ ମୋର ଦର୍ଶନ ହେଇନଥିଲା, ଭୋଗ କରିଛି, ସଂସାରକୁ ତ୍ୟାଗ କରିନେଇ ମନରୁ, ପୁଣି ଏ ଜନ୍ମରେ ସଂସାର ଆସି ସଂସାର ମୋ ଭିତରେ ଅଛି, କାରଣ ମୁଁ ତ୍ୟାଗ କରିନଥିଲି ବୋଲି ପୁଣି ମୋ ଅବଚେତନ ମନରେ ତା ସଞ୍ଚୟ ଅଛି। ପୁଣି ଏ ଜନ୍ମରେ ତ୍ୟାଗ କଲି ନାହିଁ, ପୁଣି ଏଇ ସଂସ୍କାରକୁ ନେଇକି ମୁଁ ଯିବି, ପୁଣି ଆସିବି, ପୁଣି କ'ଣ ହେବ ନା ମୋ ଭିତରେ ସେଇ ସଂସ୍କାର ରହିବ। ଯାହା ଥିଲା ତା ଅଛି, ଯାହା ପୁଣି ନେଇକି ଯିବି ତା ବାହାରିବ। ଏଥିରେ ଅସୁବିଧା କ'ଣ ଅଛି? ଯେତେ କହିଲେ ଏ ମନ ବୁଝିବ ନାହିଁ। ତେଣୁ ଭଗବାନଙ୍କୁ ପ୍ରେୟାର କର। ଏଠି କହିବାର ଅର୍ଥ ସବୁରି କଥାର ମୂଳରେ ଆମେ କ୍ରିୟମାନଟାକୁ କେମିତି କରୁଛେ। ତେଣୁ କ୍ରିୟମାନଟାକୁ ଭଲ ଭାବରେ ଜାଣନ୍ତୁ, ଆଉ ଚେତନାରେ କ୍ରିୟମାନଟାକୁ କରିବାକୁ ଚେଷ୍ଟା କରନ୍ତୁ। ତାପରେ ରାମକୃଷ୍ଣ ତୋତାପୁରୀଙ୍କ ପାଖକୁ ଗଲେ, ସେ ତାଙ୍କୁ ନିର୍ବିକଳ୍ପ ସମାଧିସ୍ଥ ଶିଖେଇ ଦେଲେ। ତାପରେ ସେ ଅନୁଭବ କଲେ ମା ସବୁ କିଛି। ତେଣୁ ସାଧନା କରି 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 ଚାଲ। ସାଧନା କରିବାର ଟେକ୍ନିକ୍ ହେଉଛି, ତୁମେ ଯେକୌଣସି କର୍ମ କରିବ ଫଳ ପାଇବ, କିନ୍ତୁ ଯଦି କ୍ରିୟମାନଙ୍କୁ ତୁମେ ଆତ୍ମବୋଧରେ କରିବ ତାହେଲେ ତୁମକୁ ଫଳ ପ୍ରାପ୍ତି ହେବ ନାହିଁ। କେଡ଼େ ସୁନ୍ଦର କଥା। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ 17 ନା 18 ନମ୍ବର ଶ୍ଲୋକ ମୋର ଠିକ୍ ସେ ମନେ ପଡ଼ୁନି। ଯସ୍ୟଂ ନାହାଂକୃତ୍ୟ ଭାବ ବୁଦ୍ଧିର୍ଯସ୍ୟ ନ ଲିପତେ ହତାଂଶ ଇମାଂ ଲୋକା ନ ହନ୍ତି ନ ନିବର୍ତ୍ତନ୍ତେ। ଯସ୍ୟଂ ନାହାଂକୃତ୍ୟ ଭାବ ବୁଦ୍ଧିର୍ଯସ୍ୟ ନ ଲିପତେ। ଯେଉଁ କର୍ମରେ ଅହଙ୍କାର ନାହିଁ, ମୁଁ ମୋର ଭାବ ନାହିଁ, ବୁଦ୍ଧି ନାହିଁ, ସେଇ କର୍ମକୁ ଯେକୌଣସି କର୍ମ ତୁମେ ଯଦି କର, ତୁମକୁ କୌଣସି ପାପ କେବେ ସ୍ପର୍ଶ କରିବ ନାହିଁ। ତେଣୁ ଗୋଟେ ଏତେ ବଡ଼ କଥା ମନେ ରଖିଲେ, ତେଣୁ ଯଦି ଅହଙ୍କାର ମୁଁ ମୋର ଭାବ ନାହିଁ, ଆମେ ଯେକୌଣସି କର୍ମ କରି ବୁଦ୍ଧି ନଥିବ, ମନ ନଥିବ, ମୁଁ ମୋର ଭାବ ନଥିବ, ତାହେଲେ କୌଣସି କର୍ମ ଫଳ ଆମେ ଆଉ ଭୋଗ କରିବା ନାହିଁ। ଏବଂ ଯେଉଁ କର୍ମ କରି ଆମେ ଆସିଛେ, କ୍ରିୟମାଣ ଯେଉଁ ଭୁଲ କହିଲେ, ଯେଉଁ ପ୍ରାରବ୍ଧ ଆମର ଅଛି, ସଞ୍ଚିତ କର୍ମ ଅଛି, ଯାହା ତ ଭୋଗୁଛେ ତା ପ୍ରାରବ୍ଧ, ଯାହା ଭୋଗ ନୁହେଁ ରହିଲା ତା ସଞ୍ଚିତ। ଆପଣ ଯଦି କ୍ରିୟା ଅଭ୍ୟାସ କ୍ରିୟମାନଟାକୁ ଠିକ୍ ଭାବରେ କରିବେ, ତାହେଲେ ଆପଣ କ'ଣ କରିବେ ନା ଆପଣଙ୍କର ପ୍ରାରବ୍ଧକୁ ସଞ୍ଚିତକୁ ପୋଡ଼ି ପାଉଁଶ କରିଦେବେ। ଭଗବତ ଗୀତାରେ ଲେଖା ଅଛି, ଜ୍ଞାନାଗ୍ନି ସର୍ବକର୍ମାଣୀ ଭସ୍ମସାତ୍ କୁରୁତେ ତଥା। ଜ୍ଞାନାଗ୍ନି ଦ୍ୱାରା ସର୍ବକର୍ମାଣୀ ବୋଲେ ପ୍ରାରବ୍ଧ ସଞ୍ଚିତ କ୍ରିୟମାଣ ପୋଡ଼ି ପାଉଁଶ ହେଇଯିବ। ଗୋଟେ ଛୋଟିଆ କଥା, ଗୋଟେ ଜାଗାରେ ବହୁତ ଅଳିଆ ଗଦା ହେଇ ରହିଛି ଆପଣ ଘରେ, ଆପଣ ଦେଖିଲେ ଏଠି ବହୁତ ଅଳିଆ ଅଛି। ଆପଣ ସମସ୍ତ ଅଳିଆକୁ ଯଦି କଲେକ୍ସନ୍ କରି ଗୋଟେ ଜାଗାରେ ଗଦା କରି ଅଗ୍ନିର ସଂଯୋଗ କରିବେ, ନିଶ୍ଚିନ୍ତ ପୋଡ଼ି ପାଉଁଶ ହୋଇଯାଏ। ବହୁତ ଲୋକ ତାଙ୍କ ଘର ଦ୍ୱାରକୁ, ପରିବେଶକୁ ସଫା ପରିଷ୍କାର ପରିଚ୍ଛନ୍ନ ରଖନ୍ତି। ବହୁତ ଲୋକ ସେମିତି ଅଳିଆ ଆବର୍ଜନା ଅପରିଷ୍କାର ଭିତରେ ଜୀବନ ନିର୍ବାହ କରନ୍ତି, ପୋଡ଼ନ୍ତି ନାହିଁ, ସେମିତି ପଡ଼ିଥିବ, ସବୁ ଅପରିଷ୍କାର କରି ରଖିଥାନ୍ତି, ଦୁର୍ଗନ୍ଧ ବାହାରେ। ବହୁତ ବ୍ୟକ୍ତି ସଫା କରିଦିଅନ୍ତି। ଯେଉଁମାନେ ସଚେତନ ବ୍ୟକ୍ତି ଜାଣିଥାନ୍ତି, ସେମାନେ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଭଲ ପାଆନ୍ତି। ଯେତେବେଳେ ତମେ ସଚେତନ ହେଇଗଲ, ତମେ ସାଧନା କରିବ, ଗୁରୁ ଗ୍ରହଣ କରିବ, ମନ୍ତ୍ରମୂଳ ଗୁରୁବାକ୍ୟ ପାଳନ କରିବ, ତମର କ୍ରିୟମାଣ ହେବନି, ପ୍ରାରବ୍ଧ ସଞ୍ଚିତ ପୋଡ଼ି ପାଉଁଶ ହେଇଯିବ। ତେଣୁ ସବୁକିଛି ନିର୍ଭର କରୁଛି କ୍ରିୟମାଣ ଉପରେ। ଯଦି କ୍ରିୟମାଣଟାକୁ ତୁମେ ସଚେତନତାର ସହିତ କରିବ। ଗୁରୁ ଦେବ ସବୁବେଳେ ପରୀକ୍ଷା କରନ୍ତି ଶିଷ୍ୟମାନଙ୍କୁ। ଶେଷ କଥା ଆଉ କହିବା ନାହିଁ, ପୁଣି ସେଇ କ୍ରିୟମାଣ ଉପରେ ଚାଲିବ।
ସେ କ'ଣ କଲେ, କହିଲେ କାହାର କ'ଣ ଦରକାର ତୁମେ ସମସ୍ତ କାଗଜରେ ଲେଖିକି ମୋତେ ଦିଅ। ସମସ୍ତେ ଶ୍ରଦ୍ଧାରେ ଗୁରୁଦେବ ଯେତେବେଳେ କହୁଛନ୍ତି ଆଶୀର୍ବାଦ କରିବେ, ସମସ୍ତେ ଲେଖିକି ଦେଇଦେବେ। କାରଣ ଯେତେକ ଆଶ୍ରମକୁ ଆସିଥାନ୍ତି, ଦୀକ୍ଷା ଗ୍ରହଣ କରିଥାନ୍ତି, ମୋକ୍ଷ ପ୍ରାପ୍ତି ପାଇଁ ବା ନିଜ ସ୍ୱରୂପକୁ ଉପଲବ୍ଧି କରିବା ପାଇଁ କି ପରମାତ୍ମା ପରବ୍ରହ୍ମ ସହିତ ମିଳନ ପାଇଁ ଦୀକ୍ଷା କାହାରି ହେଇନଥାଏ। ସମସ୍ତଙ୍କର ଅଲଗା ଅଲଗା ଉଦ୍ଦେଶ୍ୟ ଥାଏ। କିଏ ଭଗବାନଙ୍କ ପାଇଁ ବଞ୍ଚିଛି କହିଦେଇପାରିବ, ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଯାହା ମୋତେ ମିଳିଛି ମୁଁ ମୋ ପ୍ରଭୁଙ୍କ ସେବାରେ ଲଗାଇଛି, ମୋର କିଛି ଦରକାର ନାହିଁ, ମୋର ପ୍ରଭୁ ଦରକାର, ପ୍ରଭୁଙ୍କ ସେବା ହିଁ ମୋର ସେବା। ସେ ନିଜକୁ ଭୁଲି ଯାଇଛି। କିଏ କରିଛି? କାହାକୁ ଦେଖ ନାହିଁ, ନିଜକୁ ଦେଖ। କରିଛ କି ନା? କରିପାରିବ? କରିନ, ଚାହିଁଲେ କରିପାରିବ। କାରଣ ତୁମେ ସେ କ୍ରିୟାମାନଙ୍କୁ କରିବାକୁ ଚାହୁଁନ। କେବେ ଚାହୁଁଛ କି? ତେଣୁ ସମସ୍ତେ କ'ଣ କଲେ, ଲେଖିଦେଲେ। ସମସ୍ତେ ତ ବାସନା କାମନା ପାଇଁ ଆସିଛନ୍ତି ଆଶ୍ରମ ଗୁରୁଙ୍କ ପାଖକୁ, ଆଉ ସେଲ୍ଫ ରିୟଲାଇଜେସନ୍ ପାଇଁ କିଏ ଆସିଛି? ଗୁରୁଦେବ ଦେଖିଲେ ଜଣେ ଶିଷ୍ୟ କ'ଣ କଲା, କିଛି ଲେଖିଲେନି, ପ୍ଲେନ୍ କାଗଜଟିଏ ଦେଇଦେଲେ। ଗୁରୁଦେବ ଦେଖିଲେ, ସବୁ ପ୍ରଶ୍ନର ପ୍ରଶ୍ନ ସମସ୍ତଙ୍କୁ ଆଶୀର୍ବାଦ କଲେ, ଯିଏ ଯାହା ମାଗିଛି। ଆରେ ସାଧା କାଗଜ କିଏ ଦେଇଛି? ଶିଷ୍ୟ ଜଣକ ମୁଣ୍ଡିଆ ମାରି କହିଲେ, କାହିଁ ତୁମେ ଲେଖିଲ ନାହିଁ? ନା ଗୁରୁଦେବ, ମୋର କିଛି ଦରକାର ନାହିଁ, ମୋର କ'ଣ ଦରକାର ଆପଣ ତାହା ଜାଣିଛନ୍ତି, ଆପଣ ଲେଖିଦିଅନ୍ତୁ। ତେଣୁ ଆମର କ'ଣ ଦରକାର ସେ କଥା ଗୁରୁଦେବ ଭଲ କି ଜାଣିଛନ୍ତି। ଆମେ ଆମ ବିଷୟରେ ଯେତିକି ଚିନ୍ତା କରିନେ, ଯେତିକି ଭାବିନେ, ତା ସତ୍ୱଗୁଣରେ ଗୁରୁଦେବ ଭାବିଛନ୍ତି। ସେ ଲାଗି କୁହା ହୁଏ, ତୁମେ ଗୋଟିଏ ପାଦ ଆସିଲେ ଭଗବାନ ତୁମ ପାଖକୁ 100 ପାଦ ଯାଆନ୍ତି। କଥାର ଅର୍ଥ କ'ଣ? ତୁମର କ'ଣ ନିଡି ସେ ଭଲ ଭାବରେ ଜାଣନ୍ତି, କାରଣ ତୁମେ ତାଙ୍କର ସନ୍ତାନ, ସେ ତୁମର ପରମ ପିତା। ଦୁଃଖ ବେଳେ କାହିଁ କାହାକୁ ନ ଡାକି ସମସ୍ତେ କହନ୍ତି କାହିଁକି ଭଗବାନଙ୍କୁ ଡାକ? ଏଇ କଥାକୁ ଆପଣ ଅନୁଧ୍ୟାନ, ଏ ବିଷୟରେ ରିସର୍ଚ୍ଚ କରିବେ। ନାସ୍ତିକର ଲୋକ କହିବେ ନା ଈଶ୍ୱରଙ୍କୁ ଡାକ। ଅତି ଦୁଃଖ ଯନ୍ତ୍ରଣା କଷ୍ଟ ଯେତେବେଳେ ସବୁଠି ମଣିଷ ହତାଶ ହେଇଯାଏ, ହରାସ ହେଇଯାଏ, କାହିଁକି ଡାକନ୍ତି? କାହିଁ ଆଉ କାହାକୁ ଡାକନ୍ତି ନାହିଁ? ସେ ଆପଣା ନିଜର। ବାବା ଗୋଟେ ଏପିସୋଡ କରିଥିଲେ, ସଂସାର ଆପଣାର କିଏ? ଭଗବାନ ଆଉ ନିଜର ସତ୍କର୍ମ। 2ଟା ଏପିସୋଡ କରାହେଇଥିଲା। ତେଣୁ ସେ ଅତି ଆପଣାର। ତାଙ୍କୁ ଭଲ ପାଆନ୍ତୁ। ହେ ଗୁରୁଦେବ, ମୋର କ'ଣ ଦରକାର ଆପଣ ଜାଣନ୍ତି। ଯେତେବେଳେ ଏଇ ଶିଷ୍ୟର ଏଇ ବୋଧ ଅବସ୍ଥାଟି ଆସିବ, ଆପଣ ଦେଖିବେ ଆପଣ ସବୁ କିଛି ପାଇବେ। ମାଗିବାଟା ଗୋଟେ ଲିମିଟ, ଗୋଟିଏ କଥା ମାଗିବେ, ସବୁ କଥା କ'ଣ ମାଗିପାରିବେ? ଅଛି ଚତୁର ଆମେ, କିନ୍ତୁ ଗୁରୁଙ୍କ ପାଖରେ, ଭଗବାନଙ୍କ ପାଖରେ କୌଣସି ଚତୁରତା କାମ କରେନି, କୌଣସି ଚାଲାକି କାମ କରେନି, କୌଣସି ଜ୍ଞାନ କାମ କରେନି। ସେଠି ସରଳତା କାମ କରେ, ସମର୍ପଣ ଭାବ ହିଁ କାମ କରେ। ଯାହା ଭିତରେ ସରଳତା ଅଛି ସେ ସମର୍ପଣ କରିବ। ଯାହାର କିଛି କାମନା ନାହିଁ ସେ ହିଁ ସମର୍ପଣ କରିବ। ଯାହାର କାମନା ଅଛି ସେ କ'ଣ ସମର୍ପଣ କରିପାରିବ? ଯେମିତି ଗୋଟେ ଅନ୍ଧ ଶିବଙ୍କୁ ତପସ୍ୟା କରୁଥିଲା, ଶିବ ସନ୍ତୁଷ୍ଟ ହେଲେ, ତାକୁ ବର ଦେଲେ, ମାଗିଲେ। କ'ଣ ବର ମାଗୁଛୁ ମାଗ। ଅନ୍ଧ କହିଲା, ମୁଁ ଦେଖିବି ମୋ ପୁଅ ହାତୀ ଉପରେ ବସି ସୁନା ଥାଳିରେ ଭାତ ଖାଉଥିବ। ଦେଖନ୍ତୁ କେମିତି ବର ମାଗିଲା। ମୁଁ ଦେଖିବି ଅର୍ଥ ଆଖି ପାଇବି। ମୁଁ ଦେଖିବି ମୋ ପୁଅ, ତାର ତ ବାହା ହେବି, ବର ମାଗୁଛି। ଗୋଟିଏ ବର। ଆପଣ ସେମ୍ ଚତୁରତାରେ ଗୁରୁଙ୍କ ପାଖରେ ବର ମାଗିବେ। ମୁଁ ଦେଖିବି ଆଖି ପାଇବ, ମୋ ପୁଅ, ମୁଁ ବାହା ହେବି, ମୋ ପୁଅ ହବ, ଝୁଅ ହବ ନାହିଁ। ହାତୀ ଉପରେ କେତେବେଳେ ମୁଁ ସିନା ରାଜା ହେଇଥିଲେ ହାତୀ ରଖିବି, ମୋ ପୁଅ ହାତୀ ଉପରେ ବସିବ, ମୁଁ ଗୋଟେ ରାଜ୍ୟର ରାଜା ହେବି। ମୋ ପୁଅ ହାତୀ ବସିବାର ସାମର୍ଥ୍ୟ ତାର ରହିଥିବ। ଆଉ ସେ କ'ଣ କରିବ
ନା ସୁନା ଥାଳିରେ ଭାତ ଖାଉଥିବ, ମାନେ ରୂପାରେ ହବନି, କଂସାରେ ହବନି, ପିତ୍ତଳରେ ହବନି, ସୁନା ଥାଳି ହେଇଥିବ, ସେଇଥିରେ ଭାତ ଖାଉଥିବ। ଗୋଟିଏ ବର ମାଗିଛି, 2ଟା ବର ମାଗିଛି କି, କିନ୍ତୁ ଗୋଟିଏ ବରରେ କେତେ କଥା ରହିଯାଇଛି। ସେଇଭଳି ଆପଣମାନଙ୍କର ତ ଟ୍ୟାଲେଣ୍ଟ ଅଛି, ଆগে ଗୁରୁ ଏକଥା ଦିଅନ୍ତି ବୋଲି କ'ଣ ଆମର ବିଶ୍ୱାସ ଅଛି କି ଭଗବାନ ଦିଅନ୍ତି ବୋଲି କ'ଣ ବିଶ୍ୱାସ? ମୁଁ ଯାହା କରିବି ତାହା ପାଇବି ନା, କି ସେଇଟା ସତ, କିନ୍ତୁ ତାକୁ ବୁଝିନ। ତୁ ଯାହା କରୁ ତାହା ପାଉ, ଭଜନ କରିବୁ ପାଇବୁ, ଜପ କରିବୁ ପାଇବୁ, କୀର୍ତ୍ତନ କରିବୁ ପାଇବୁ। ସେଇ କଥାଟାକୁ ସେ କହୁଛି, ମୁଁ କ'ଣ ଯାହା ନ କରିବି କ'ଣ ସେ ଦେବେ? ଆରେ କେମିତି ଦେବେ? ସେ ତ ମାଲିକ, ନ ଖଟିଲେ କ'ଣ କୋଉଠି ମିଳିଛି? ଆମେ କୌଣସି କଥାକୁ ସଚେତନତାରେ କରୁନେ, କାରଣ ଆମର ଦେହବୋଧ ଅଛି, ଆମର ଆତ୍ମବୋଧ ଅବସ୍ଥା ଆସିନାହିଁ। ଆମେ ଯଦି ଗୁରୁଙ୍କ ପାଖରେ ନିଜକୁ ପୂର୍ଣ୍ଣ ରୂପରେ ସମର୍ପଣ କରି କ୍ରିୟାକୁ ଅଭ୍ୟାସ କରିବା, ସାଧନା କରିବା, ତାହେଲେ ଆମ ମନ ପ୍ରାଣ ଯେତେ ଉପରକୁ ଉଠିବ, ଆଜ୍ଞା ଓ ସହସ୍ରରେ ସ୍ଥିତ ହେବ, ଆମେ ଦେହବୋଧରୁ ଅତୀତ ହୋଇ ଆତ୍ମବୋଧରେ ରହିବା। ଆତ୍ମବୋଧରେ ଯଦି ସମସ୍ତ କର୍ମ କରିବା, ତାହେଲେ ଆମର କ'ଣ ହେବ ନା କ୍ରିୟମାଣ ନାହିଁ, ସଞ୍ଚିତ ନାହିଁ, ପ୍ରାରବ୍ଧ ବି ନାହିଁ, ସବ୍ ପୋଡ଼ି ପାଉଁଶ, ସବ୍ ଭ୍ୟାକ୍ୟୁମ୍ 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 ଭ୍ୟାକ୍ୟୁମ୍। ଶୂନ୍ୟ କଲେଜରେ ପାଠ ପଢ଼ିବାଟା ସାର୍ଥକ ହେବ। ସମସ୍ତେ ତ ନାଁ ଲେଖେଇଛନ୍ତି, ପାଠ ତ କାହାରି ପଢ଼ା ନାହିଁ। ଯଦି କିଏ ପଢ଼ିଛି ଆଉ ଗୁରୁଙ୍କ ପାଖରେ ପରୀକ୍ଷା ଦେଇନି, 5ମ କ୍ଲାସ୍ ପରୀକ୍ଷା ହେବା ପାଇଁ ଏ କ୍ଲାସ୍ରୁ ଆଉ ଗୋଟେ କ୍ଲାସ୍କୁ ଯିବା ପାଇଁ, ମାର୍କ ଦେଖିବା ପାଇଁ, ପିଲା କେତେ ଦୂର ସକ୍ସେସଫୁଲ୍ ହେଲା, ତ ଜମା ପରୀକ୍ଷା ହେଇନି, ଜମା ମାର୍କ ଦିଆ ହେଇନି, ଆଉ 2nd କ୍ଲାସ୍କୁ ସେ ଯିବ କେମିତି? ତେଣୁ ଆମର କ୍ରିୟମାନଟା କେତେ ଭୁଲ ହେଉଛି, ଏତେ ଅହଙ୍କାର ଅଜ୍ଞାନତା ଭିତରେ ମୁଁ ମୋର ଭାବ ନେଇ ଆମେ କର୍ମ କରି ଚାଲିଛେ, କେମିତି ଯଶ ସମ୍ମାନ ପ୍ରତିଷ୍ଠାର ଅଧିକାରୀ ହେବା। ଆମକୁ ସମସ୍ତେ ବାହା ବାହା ପଦ କହିବେ, ତା ଦ୍ୱାରା କ'ଣ ଶାନ୍ତି ନା ତା ଦ୍ୱାରା କ'ଣ ଆନନ୍ଦ? କୁହା ହେଇଥିଲା ଏଥରିକ, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଆଉ କହିହେବନି। ନେକ୍ସଟକୁ କହିବା, ତା ଦ୍ୱାରା କ'ଣ ଜରା ଅତିକ୍ରମ କରିହେବ ନା ତା ଦ୍ୱାରା ବ୍ୟାଧିକି କ'ଣ ନିୟନ୍ତ୍ରଣ କରାହେବ? ନା ତା ଦ୍ୱାରା କ'ଣ ଆଧ୍ୟାତ୍ମିକ ଅଧିଭୌତିକ ଅଧିଦୈବିକ ତ୍ରୟ ତାପ କ'ଣ ଆମର ପଳେଇବ? କିଛି ହେବନି। ମଣିଷ ଭିତରେ ଇତି ସୂକ୍ଷ୍ମରେ ଗୋଟେ ବାସନା ଅଛି, ପ୍ରତିଷ୍ଠା ଲାଭ, ପ୍ରତିଷ୍ଠା ସୁକର ବିଷ୍ଟା, ଅଭିମାନଂ ସ୍ୱରାପାନଂ। ତେଣୁ 100% ନିଜର ମାଷ୍ଟର ଗୁରୁଙ୍କୁ ଫଲୋ କରନ୍ତୁ, ମନ୍ତ୍ରମୂଳଂ ଗୁରୁର ବାକ୍ୟ କରନ୍ତୁ। ଗୁରୁ ଯେଉଁ ଉପଦେଶ ଦେବେ ତାକୁ ଅକ୍ଷର ଅକ୍ଷରେ ପାଳନ କଲେ ଆପଣଙ୍କର ଯେଉଁ ସଂସ୍କାର ଅଛି ମିଡ୍ ବ୍ରେନରେ ବା ସବକନସିୟସନେସରେ ମାଇଣ୍ଡରେ ପୋଡ଼ି ପାଉଁଶ ହେଇଯିବ, ଏବଂ ଏଇ ଜନ୍ମର କ୍ରିୟମାଣ ଆଉ ସୃଷ୍ଟି ହେବନି। ଆତ୍ମବୋଧ ଅବସ୍ଥା ଆସିଲା ପରେ ବାସ୍ ଆନନ୍ଦ ପ୍ରେମରେ ଦିବସ ଅତିବାହିତ କରି ସମସ୍ତଙ୍କୁ ଦିନେ ଏଠି ବିଦାୟ ନେବାକୁ ପଡ଼ିବ। କାହାରି ଗର୍ବ ଭଗବାନ ଏଠି ରଖିନାହାନ୍ତି, କାହାକୁ ସବୁଦିନ ପାଇଁ ଗୋଟେ ପୋଷ୍ଟ ଦେଇନାହାନ୍ତି, ଆଉ କାହାକୁ ସେଇ ଯୌବନ ଅବସ୍ଥାରେ ବି ରଖେଇନାହାନ୍ତି। ତାଙ୍କ ଲୀଳା ସେ ଅନନ୍ତ, ତାଙ୍କ ଲୀଳା ଅନନ୍ତ। ଯିଏ ତାଙ୍କ ସହିତ ମିଶେ, ଯିଏ ତାଙ୍କ ପାଖରେ ବସେ, ଯିଏ ତାଙ୍କ ସହିତ କଥା ହୁଏ। ଦେଖନ୍ତୁ, 2ଟା ଲୋକ ବସିଲେ କଥା ହେଲେ, କାହିଁ କଥା ହେଉଛ ବା, କି କଥା ହେଉଛ, ମିଛ ନା ସତ? ସେ ମିଛ ତ ଜାଣିନି, ସତ ଜାଣିନି, କଥା ତ ହେଉଛି ପଶୁ ଭଳିଆ। ଆଉ ଆରେ ଯାହା ପାଖରେ ଲୋକ ବସିଲା କଥା ହେଲା, ଯେତେବେଳେ ସେ ଏକୁଟିଆ ବସିଲା ମନେ ମନେ ବି କଥା ହେଲା, ତା ସବକନସିୟସନେସ୍ ମାଇଣ୍ଡରେ ଯିଏ ଅଛନ୍ତି ତାଙ୍କ ସହିତ ବି କଥା ହେଲା। ଆଖି ମେଲା କରି ଠାକୁର ପାଖରେ ବସି ତୁମେମାନେ କଥା ହେଉଛ? ଯଦି ଠାକୁର ନାହାନ୍ତି ତାହେଲେ ମୁଣ୍ଡିଆ କାହିଁ ମାରୁଛ? ଭୋଗ କାହିଁ ଦଉଛ? ଫୁଲ କାହିଁ ଦଉଛ? ଯଦି ଭୋଗ ଦଉଛ, ଫୁଲ ଦଉଛ, ଧୂପ ଦୀପ ଦଉଛ, ଠାକୁର ଅଛନ୍ତି। ଠାକୁର ଅଛନ୍ତି, ତାଙ୍କୁ ମୁଣ୍ଡିଆ ମାରୁଛ, ତାଙ୍କ ପାଖରେ କାହିଁ ବସି କଥା ନ ହେବ? ଆଉ କାହିଁ କାହା ପାଖରେ କଥା ହେବ? କାହିଁ ତାଙ୍କ ପାଖରେ ବସି କଥା ନ ହେବ? କ'ଣ ପାଇଁ କଥା ନ ହେବ? ଯଦି ସେ ନାହାନ୍ତି ମୁଣ୍ଡିଆ କାହିଁ ମତେ ରଖିଛ, ପାଣିରେ ପକେଇ ଦିଅ। ତାଙ୍କ ପାଇଁ କାହିଁ ଘର କରିଛ?
କଥା ଏଇଠି ଥାଉ, ପୁଣି ନେକ୍ସଟ ରବିବାରକୁ ଯଦି ଶରୀର ମନ ପ୍ରାଣ ଥାଏ କିଏ କହିବ, ପରମପିତା ପରମବ୍ରହ୍ମ ଇଚ୍ଛା ପୁଣି କ୍ରିୟମାଣ ଉପରେ ସତ୍ସଙ୍ଗ ହେବ। ତେଣୁ କ୍ରିୟମାଣକୁ ଭଲ ରୂପରେ ଜାଣନ୍ତୁ ଏବଂ ସଚେତନତାରେ ରହି କ୍ରିୟମାଣକୁ କରନ୍ତୁ। ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ଉପସ୍ଥିତ ଭାଗବତ ସ୍ୱରୂପଗଣ ସବୁରି ଭିତରେ ଭଗବାନଙ୍କୁ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ପୁଣି ଏ କଥା ବାବା କହିଥିଲେ, ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ବସନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ, ହରି ଓମ୍ ତତ୍ସତ୍।